ସ୍ମୃତିର ତଳୁ ମହିମା ମଣ୍ଡିତ ରବି ଅଭ୍ୟୁଦୟ ପରି ଗୁହାୟିତ ନିଶିଥରୁ ବିସ୍ମୟର ଶତଜ୍ୟୋତି ପୁଞ୍ଜ ପଡ଼େ ଝରେ ପୁଞ୍ଜ ପଡ଼େ ଝରେ ବନ୍ଦୀ ହୃଦୟ ତେଜି ଆବେଗଶୀର୍ଣ୍ଣ ରଜୁରାଜି ପ୍ରସାରତା ବରି ନିଏ ବ୍ୟାପ୍ତିମୟ ଅୟନ ବିମୁକ୍ତ ସ୍ୱର୍ଗୀୟ ମଧୁରତା ବରି ନିଏ ବ୍ୟାପ୍ତିମୟ ଅୟନ ବିମୁକ୍ତ ସ୍ୱର୍ଗୀୟ ମଧୁରତା। ସମସ୍ତଙ୍କୁ ପୁନରାୟ ପ୍ରଣାମ। ଶ୍ରୀ ଅରବିନ୍ଦଙ୍କର ପବିତ୍ର ଜନ୍ମ ମାସ। ଏହି ପବିତ୍ର ଜନ୍ମ ମାସରେ ପ୍ରଭୁଙ୍କର 152ତମ ଜନ୍ମ ଦିବସ ଏବଂ ଏହି ପବିତ୍ର ଜନ୍ମ ମାସରେ ଆମର ମାତୃକୃପା ପରିବାରର ଏକ ପ୍ରୟାସ ମାତ୍ର, ଗୁଣ୍ଡୁଚି ମୂଷାର ପ୍ରୟାସ ମାତ୍ର କାର୍ଯ୍ୟକ୍ରମକୁ ବିଶେଷ ଭାବରେ ଉପସ୍ଥାପନା କରିବା ହେତୁ ଏଥିଲାଗି ଆପଣ ସମସ୍ତଙ୍କର ଯୋଗଦାନ ଆମେ ଚାହୁଁଛୁ। କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଆପଣମାନଙ୍କର ବହୁମୂଲ୍ୟ ଯୋଗଦାନର ଆବଶ୍ୟକତା ରହିଛି। ମା ପ୍ରଭୁଙ୍କର ଚରଣ କମଳରେ ପବିତ୍ର ଜନ୍ମବାସର ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ବନ୍ଦନା ନିବେଦନ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱରରୁ ଆମ ସହିତ ଯୋଡ଼ି ହୋଇସାରିଛନ୍ତି ମମତା ରାଉତପା। ଅପାଙ୍କୁ ଅନୁରୋଧ କରିବା ମା ପ୍ରଭୁଙ୍କର ଚରଣ କମଳରେ ଭକ୍ତିଭରା ନୈବେଦ୍ୟ ଜ୍ଞାପନ କରିବା ହେବେ। ମମତା ରାଉତପା ମା। ଅପା ପ୍ରଣାମ। କରୁଣାମୟୀ ମା, ଦିବ୍ୟ ଜନନୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଅନନ୍ତ କୋଟି ପ୍ରଣାମ। ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ଅପା ଭାଇମାନଙ୍କୁ ମୋର ଅନ୍ତରରୁ ପ୍ରଣାମ। ବନ୍ଦେ ମାତରମ୍। ଆମର ପୂଜ୍ୟ ସମ୍ମାନୀୟ ସୁଭାସ୍କର ଭାଇଙ୍କୁ ପ୍ରଣାମ। ପ୍ରାର୍ଥନା। ମୋ ଆଖି ଉପରେ ଆଖି ରାଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ମୋ ଆଖି ଉପରେ ଆଖି ରାଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ଜନମ ଜନମ ପାଇଁ ତୁମ ଶିଶୁ, ଜନମ ଜନମ ପାଇଁ ତୁମ ଶିଶୁ, ତୁମେ ମୋର ଚିରମା। ମୋ ଆଖି ଉପରେ ଆଖି ରାଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ତୁମରି ପରଶ ତୁମରି ମୋହ ଭରି ଯାଏ ସବୁରି ଦେହ, ତୁମରି ପରଶ ତୁମରି ମୋହ ଭରି ଯାଏ ସବୁରି ଦେହ। ସେ ଦିବ୍ୟ ଆନନ୍ଦେ ଭରି ଦିଅ ମୋର, ସେ ଦିବ୍ୟ ଆନନ୍ଦେ ଭରି ଦିଅ ମୋର ମନ ପ୍ରାଣ ଆଉ ଦେହ। ମୋ ଆଖି ଉପରେ ଆଖି ରାଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ତୁମେ ଦେଖାଇଲ ଦିବ୍ୟ ପଥ, ତୁମ ନାମ ମୂଳ ମନ୍ତ୍ର। ତୁମେ ଦେଖାଇଲ ଦିବ୍ୟ ପଥ, ତୁମ ନାମ
ତୁମରି ସେବାରେ ଆମେ ତ ଲାଗିବୁ, ତୁମରି ସେବାରେ ଆମେ ତ ଲାଗିବୁ, ହୋଇବୁ ତୁମରି ଯନ୍ତ୍ର। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ଜନମ ଜନମ ପାଇଁ ତୁମ ଶିଶୁ, ଜନମ ଜନମ ପାଇଁ ତୁମ ଶିଶୁ, ତୁମେ ମୋର ଚିରମା। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା, ଦେଲ ଚେତନାର ରାହା, ଦେଲ ଚେତନାର ରାହା। ମା ମା ମା। ଧନ୍ୟବାଦ ଅପା। ଆମର ସାଧାରଣ ମାନସୀ ଚେତନା ପାଇଁ ଯେତେ ଅଗମ୍ୟ ହେଲେ ମଧ୍ୟ ଆଧ୍ୟାତ୍ମିକ ଜଗତର ଦିବ୍ୟ ରହସ୍ୟ ସବୁ ନିଜ ନିଜର କ୍ଷେତ୍ରରେ ଅତି ଜାଗ୍ରତ ଓ ଜୀବନ୍ତ ସତ୍ୟ ରୂପେ ନିତ୍ୟ ବିଦ୍ୟମାନ। ଆମର ସ୍ଥୂଳ ଇନ୍ଦ୍ରିୟାନୁଭୂତି ଭିତରେ ହୁଏତ ସେଗୁଡ଼ିକ ଧରା ଦିଅନ୍ତି ନାହିଁ, କିନ୍ତୁ ଆମର ଚେତନା ସେହିପରି ଉନ୍ନତ ହେଲେ ଦିବ୍ୟ ସ୍ପନ୍ଦନ ସବୁ ପ୍ରତି ସେହିପରି ସମ୍ବେଦନଶୀଳ ହେଲେ ଆମେ ନିଃସନ୍ଦେହ ରୂପେ ସେଗୁଡ଼ିକୁ ପ୍ରତ୍ୟକ୍ଷ କରିପାରିବୁ। ତା ନହେଲେ ଶହ ଶହ ଯୁଗ ତଳେ ଦେହତ୍ୟାଗ କରିଥିବା ଅବତାର ମହାପୁରୁଷ ଓ ସିଦ୍ଧ ଯୋଗୀମାନଙ୍କୁ ଆଜି ଯେ ସେହି ଧରଣର ଉଚ୍ଚକୋଟୀର ସାଧକ ଭକ୍ତମାନେ ପ୍ରତ୍ୟକ୍ଷ ଦର୍ଶନ କରନ୍ତି, ସେମାନଙ୍କର ବାଣୀ ଶ୍ରବଣ କରନ୍ତି, ସେମାନଙ୍କ ସ୍ପର୍ଶ ଓ ସାନ୍ନିଧ୍ୟ ପାଇପାରନ୍ତି, ଏହା ସମ୍ଭବ ହୁଅନ୍ତା କିପରି? ସେଥିପାଇଁ ତ ମା କହିଛନ୍ତି, ଶ୍ରୀ ଅରବିନ୍ଦ ସୂକ୍ଷ୍ମ ଦୈହିକ ଚେତନାରେ ନିରନ୍ତର ରହିଛନ୍ତି ଓ ଅତି ସକ୍ରିୟ ଭାବରେ ସେଠାରେ କ୍ରିୟା କରୁଛନ୍ତି। ଏବଂ ମା ଏହା ମଧ୍ୟ କହିଛନ୍ତି, ମୁଁ ପ୍ରତ୍ୟେକ ଦିନ ପ୍ରାୟ ତାଙ୍କୁ ସାକ୍ଷାତ କରେ ଓ ଗତ ରାତ୍ରିରେ ମୁଁ ତାଙ୍କ ସଙ୍ଗରେ ଅନେକ ଘଣ୍ଟା କଟାଇଛି। ତୁମେ ଯଦି କେହି ସୂକ୍ଷ୍ମ ଦୈହିକ ଚେତନାରେ ସଚେତ ହୁଅ, ତେବେ ତୁମେ ନିଶ୍ଚୟ ତାଙ୍କୁ ସାକ୍ଷାତ କରିପାରିବ। ଏହା ହିଁ ସେ ଯଥାର୍ଥ ଦୈହିକ ଚେତନା ବୋଲି କହୁଥିଲେ, ଯାହାକି ଚୈତ୍ୟ ଚେତନା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଶ୍ରୀ ଅରବିନ୍ଦ ଭବିଷ୍ୟତର ସମ୍ପଦ, ଭବିଷ୍ୟତର ବାର୍ତ୍ତାବହ, ଦିବ୍ୟ ପରମ ଇଚ୍ଛାଙ୍କ ଦ୍ୱାରା ଅଭିପ୍ରେତ ହୋଇ ରହିଥିବା ଏକ ଗୌରବମୟ ଭବିଷ୍ୟତର ଉପଲବ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆମକୁ ଯେଉଁ ମାର୍ଗରେ ଯିବାକୁ ହେବ, ସିଏ ସେହି ମାର୍ଗଟିକୁ ଏବେ ମଧ୍ୟ ଦେଖାଇ ଦେଉଛନ୍ତି ସୂକ୍ଷ୍ମରେ। ସମଗ୍ର ମାନବ ଜାତିର ଅଗ୍ରଗତି ଏବଂ ଭାରତର ସେହି ଆଲୋକମୟ ନିୟତିକୁ ସମ୍ଭବ କରିବାର କାର୍ଯ୍ୟରେ ଯେଉଁମାନେ ସହଯୋଗ କରିବାକୁ ଇଚ୍ଛା କରୁଛନ୍ତି, ସେମାନଙ୍କୁ ଏକ ଅତୀନ୍ଦ୍ରିୟଦର୍ଶୀ ଅଭିପ୍ସା ଏବଂ ଏକ ସନ୍ଦିବିତ କର୍ମ ଯୋଜନାରେ ପରସ୍ପର ସହିତ ସମ୍ମିଳିତ ହୋଇ ଆସିବାକୁ ପଡ଼ିବ। ଆଜି ପ୍ରଭୁଙ୍କର ପବିତ୍ର ଜନ୍ମ ମାସ ଉପଲକ୍ଷେ ଯେଉଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି, ପ୍ରଥମେ ସେ ଆୟୋଜନ ହେତୁ ଆମେ ମହାପ୍ରଭୁଙ୍କର ପାଦ ପଦ୍ମରେ କୃତଜ୍ଞତାର ଭେଟି ଜଣାଇବା ଏବଂ ଆମର ପ୍ରତ୍ୟେକ କର୍ମରେ ତାଙ୍କୁ ହିଁ ଖୋଜିବା, ତାଙ୍କର ହୋଇ ଉଠିବା। ଆଜି ଯେଉଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ରହିଛି, ଆଲୋଚନା ଏହାର ମୁଖ୍ୟ ଆକର୍ଷଣ, ଆଲୋଚ୍ୟ ବିଷୟବସ୍ତୁ ପରମଙ୍କର ଶାଶ୍ୱତ ଜୀବନୀ।
प्रथम पर्यायर प्रथम रविवार यही मासरे आमे बाल्यावस्था और बिलात पर्व प्रभुंकर जीवनी आमे आलोचना शुणिपा एवं आलोचक भावरे आम गहणरे उपस्थित होइछन्ति बा उपस्थित हेबा पई निजर स्वकीय अनुमति देइछन्ति श्रीजुक्त सुभाष चंद्र कर भाई। प्रथमे देखिबा भाई आसी सारे भाई आम सहित जोड़ी हुई गले तेबे भाई को अनुरोध करिबा कार्यक्रम को आगे नेबे भाई। वंदे मातरम। प्रणाम समस्त को सुस्वागतम। हैप्पी फ्रेंडशिप डे। बाल्य ओ बिलात बाल्य ओ बिलात आमे तारी ऊपर आज आलोचना करिबा। पवित्र मास परम प्रभुंकर जन्म मास अगस्त मास तेणु विभिन्न प्रकार आपण माने विभिन्न प्रकार विभिन्न स्तर रे विभिन्न पर्याय आपण माने आलोचना करूचंती पर्यालोचना करूचंती एवं कृतज्ञता ज्ञापन करूचंती परम प्रभु को। तार एक अन्य एक श्रद्धांजलि भिन्न पाखरे कहले आमर जो कृतज्ञता जणाइबार या ठारू बोधे बड़ उपाय मेथड आउ किछि नाही। आज आम आलोचना करिबा बाल्य ओ बिलाप। तेणु अंततः तारी भितर आम जहाँ आलोचना करिबा प्रभुंकर बाल्य बिलातरू भारत को फेरिबा पर्यंत तारी भितर जो किछि सत्य घटनाक्रम अच्छी ताद्वारा आम किछिटा केवल आम आलोचना करने प्रचेषा करवा। आपण मैंने जानी गोटे जिनस जानी आलोचना करला बेलू गोटे जिनस आपण पाक निश्चित भाव में मन को आसी जे डॉक्टर कृष्णधन घोष। डॉक्टर कृष्णधन घोष एवं माता स्वर्णलता बोलिक जहाँ जानते जे कि होती फिजिकाली आप जहाँ देखुं बापा एवं माँ पेरेंट्स। ये जो डॉक्टर कृष्णधन घोष जदि आप बैक कर 1869 मसीहा को 1869 को से कौन करते से जो बेंगली यंग डॉक्टर थिले कलकाता मेडिकल कॉलेज रू से पास कर सारा फॉरेन क्वालिफाइड हे बोली इंग्लैंड को मोस्टली इंग्लैंड को गले। आजिकल जहाँ देखुं ये सब जिन डेभलप कर नाला इंग्लैंड सबूक था पृथ्वी के शासन करूला जहाँ को कह जाए इंग्रेज मानकर शासन काल शासन सूर्यास्त हुए ना। जमी आप नॉर्वे और स्वीडेन को निश्चित सूर्यर देश देखुं सेमती ब्रिटिश शासन उभय गोलार्ध एत लंबी थी से सूर्यास्त हुए ना। तेणु से पढ़ा गले पढ़ा सारे 2 वर्ष पर निजर MD डिग्री धरिक कलकाता को फेरी आसिले। सिविल सर्जन आसिक काम कले कौटी ना खुलना रंगपुर आसिक से काम करने आरंभ कले। मैरेज होता कौटी ना एज ऑफ 19 रे 19 वर्ष से स्वर्णलता को विवाह करते। जो स्वर्णलता बोलिक कहती जहाँ को कल्पना करा जाए कह जाए द मोस्ट ब्यूटीफुल लेडी जहाँ को श्री अरविंद माँ। कारण ये सब जिन मोर विशेष भरोसा न थाए जेहेतु आपण मैंने आलोचना करने को बाल्य एवं बिलाप तेणु मुझे देखुची कि फिजिकल आलोचना मुझे विशेष करने को प्रेफर कैनि कि जहाँ आमको तो जो क्वेश्चन दिया आम तो आंसर लिखू तो आम हाथ किसी न थाए। कह जाए मोस्ट ब्यूटीफुल लेडी स्वर्णलता कह जाए आउर किसी स्पेशलिटी थिला जहाँ को कह जाए हूँ कौन सब कहती द रोज ऑफ रंगपुर। स्वर्णलता को कह जाऊला द रोज ऑफ रंगपुर। सी थिले कहार रामनारायण बोस देवगढ़ रामनारायण बोस सी थिले सुंदरी कन्या। ये होचन बापा माँ परिचय। तापर आम आसवा कारण किसी जिनस को आसवा जोटा कि टेक्निकाली आपन को टच कर टेक्निकाली आपन को टच कर अन्य किसी कहीपर ना कारण बाल्य ये भर कहूँ चाहूँगी। ये जो डॉक्टर आसिक पहुँचले भितर गोटे विचित्र फैंसी थिला विचित्र गुण भितर थिला। कौन कहते एक तो होती डाक्तर द्वितीयतः क्वालिफाइड होती कौटू ना फरेन रू। से आसिक भारत को फेरी आस भारतर अवस्था कौन थी ना से दारिद्र्य भितर थिला पराधीनता भितर थिला लोक असुविधा थे यही सब जिन तेणु से देखु जमी कहती ना काणी हेले भी कटकी आनी जो जिनस आप जो कहते
ତେଣୁ ସେଇ ଯୋଉ ଅବସ୍ଥା ଭିତରେ ସିଏ କଣ କରୁଥିଲା, ସିଏ ତାଙ୍କର ମଧ୍ୟ ଚାଲିଥିଲା। ତାଙ୍କ ଭିତରେ ଯୋଉ ଫ୍ୟାନ୍ସି ଥିଲା ସେ ବଡ ବିଚିତ୍ର ଫ୍ୟାନ୍ସି ଥିଲା। ଭଲ କରି ଶୁଣିବାକୁ ଚେଷ୍ଟା କରନ୍ତୁ, କିଛି ବ୍ୟସ୍ତ ହବା ଦରକାର ନାହିଁ। ଯେତିକି ଯାଉଛି ଯୋଉ ଚାରି ଧାଡି ଯାଉଛି ସେଇ ଚାରି ଧାଡି ଜାଣିବା, ଭଲ କରି ଜାଣିବା। କଣ କଲେ ତାଙ୍କ ଭିତରେ ଥିଲା, ସେ କଣ ହଉଛନ୍ତି ନା ଇଂଲିଶ ଫ୍ୟାସନ ଉପରେ ବିଶ୍ୱାସ କରନ୍ତି। ଇଂଲିଶ ଫ୍ୟାସନ ବ୍ୟତୀତ କଣ ହଉଛନ୍ତି, ହି ବିକେମ୍ ସୋ ଇଂଲିଶ। ଏତେ ଇଂରାଜୀ ଜିନିଷ ତା ଭିତରେ ତାଙ୍କ ଭିତରେ ଭରିକରି ରହିଥିଲା, ସେ ତାକୁ ସେଇ ଇଣ୍ଡିଆନ ଇଂଲିଶ ଲୋକଙ୍କ ବ୍ୟତୀତ, ଇଂଲିଶ କଲଚର, ଇଂଲିଶ ଆଭିଜାତ୍ୟ ବ୍ୟତୀତ ସେ ଇଣ୍ଡିଆନ ମାନଙ୍କୁ କୌଣସି ପ୍ରକାର ଭଲ ପାଉନଥିଲେ। ତାପରେ ସେକେଣ୍ଡ ଜିନିଷ ହଉଛି କଣ, ଇଣ୍ଡିଆନ ୱେ, ଭାରତୀୟର ଯୋଉ ଜୀବନ ପଦ୍ଧତି, ଇଣ୍ଡିଆନ ଏଡୁକେସନ ସିଷ୍ଟମ, ତାକୁ ବି ଭଲ ପାଉନଥିଲେ। ହି ଡିଡ୍ ନଟ୍ ବିଲିଭ୍ ଇନ୍ ଗଡ୍। ତାଙ୍କର ଭଗବାନଙ୍କ ପ୍ରତି ଭରସା ନଥିଲା। ଆଉ ତାପରେ କହୁଛନ୍ତି କଣ, ସେ ଯାହା କିଛି ତାଙ୍କର ମୁଣ୍ଡକୁ ପଶିଥିଲା, ଯାହା ଇଣ୍ଡିଆନ, ଏଭ୍ରିଥିଙ୍ଗ ଇଣ୍ଡିଆନ ଇଜ ବ୍ୟାଡ୍, ମନେ ରଖନ୍ତୁ। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ସେ ବଦଳିଗଲେ। ତା ପରବର୍ତ୍ତୀ ଅବସ୍ଥାରେ ସେ ବଦଳିଗଲେ। ଯୋଉ ପିଲାମାନଙ୍କୁ ମୁଁ ଏବେ ଆଗରୁ କହିଦେଉଛି, ଅବଶ୍ୟ ଆପଣମାନେ ଜାଣିଛନ୍ତି, ଏଗୁଡାକୁ ଜାଣିଛନ୍ତି, ସେଟା ବଡ ବଡ ପାଠ ସିନା ଜାଣିନଥିବେ, କିନ୍ତୁ ଏଗୁଡାକୁ ନିଶ୍ଚିତ ଭାବରେ ଜାଣିଥିବେ। ଯେତେବେଳେ ସେ ପିଲାଙ୍କୁ ପାଠ ପଢେଇବାକୁ ଦେଇପାରିଲେ ନା, ପଢେଇବାକୁ ପଇସା ପଠେଇ ପାରିଲେ ନା, ଦାରିଦ୍ର୍ୟ ଆସିବ, ମୁଁ ଆଲୋଚନା କରିବି। ତାର ମୁଖ୍ୟ କାରଣ ହଉଛି କଣ ନା, ସେ ସବୁ ଦାନ କରିଦଉଥିଲେ। କିନ୍ତୁ ପ୍ରଥମ ଅବସ୍ଥାରେ ଯେତେବେଳେ ଦେଖୁଛନ୍ତି ତାଙ୍କର କ୍ୟାରେକ୍ଟର, ତାଙ୍କର ପ୍ରକୃତି, ତାଙ୍କର ଚରିତ୍ର ଥିଲା କଣ, ସେ କଣ କରୁଥିଲେ ନା, ଏଭ୍ରିଥିଙ୍ଗ ଇଂଲିଶ ମେଡ୍ ହିମ୍ ଗ୍ଲାଡ୍। ଯୋଉଟା ଇଂଲିଶ ସମ୍ପର୍କୀୟ, ଇଂଲିଶ ସହିତ ପ୍ରଯୁଜ୍ୟ, ଯୋଉଟା ରିଲେଟେଡ, ତାକୁ ଭଲ ଲାଗୁଥିଲା। ଇଣ୍ଡିଆନ ସହିତ ଯାହା ରିଲେଟେଡ ସେ ତାକୁ ଭଲ ପାଉନଥିଲେ। ତାପରେ କହୁଛନ୍ତି ନଥିଙ୍ଗ ଇଣ୍ଡିଆନ ପିସ୍ ଆଣ୍ଡ ନଥିଙ୍ଗ, କୌଣସି ପ୍ରକାର ଯୋଉଟା ଭାରତୀୟ ଚରିତ୍ର ଭିତରେ, ଚେତନା ଭିତରେ ଯାହା ଥିଲା, ସେ ତାକୁ କିଛି ସନ୍ତୁଷ୍ଟ କରୁନଥିଲା, ସେ ତାକୁ ଭଲ ପାଉନଥିଲେ। ଇଏ ହଉଥିଲା ତାଙ୍କର କ୍ୟାରେକ୍ଟରିଷ୍ଟିକ। ଯାହାକୁ କି ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ଅରବିନ୍ଦ ତାଙ୍କ ବାପାଙ୍କ ଉପରେ ଗୋଟେ ଲାଇନ ଲେଖିଛନ୍ତି, ଗୋଟେ ସୁନ୍ଦର, ଗୋଟେ ଛୋଟିଆ ଲାଇନଟେ ଲେଖିଛନ୍ତି। ମାଇ ଫାଦର ୱାଜ ଏ ଟ୍ରେମେଣ୍ଡସ୍ ଆଥେଇଷ୍ଟ। ମାଇ ଫାଦର, ମୁଁ ଜାଣିନି ଆପଣ ମାନେ ଏମିତିକା ଶବ୍ଦ ଶୁଣିବେ କି ନାହିଁ, କି ବାପା ମାଙ୍କ ଉପରେ ବା ଆପଣଙ୍କ ପିଲା ଆପଣଙ୍କ ଉପରେ ଏମିତି କମେଣ୍ଟ ଦିଅନ୍ତି କି ନାହିଁ ମୁଁ କହିପାରିବିନି। କିନ୍ତୁ ଶ୍ରୀ ଅରବିନ୍ଦ ଶ୍ରୀ ଅରବିନ୍ଦ ଶ୍ରୀ ଅରବିନ୍ଦ, ତେଣୁ ତାଙ୍କ ଉପରେ ଆମେ କଳ୍ପନା କରିପାରିବାନି। ଇଏ ପ୍ରଭୁ, ଆମେ ଯାହାକୁ ଆଲୋଚନା କରୁଛନ୍ତି ଇଏ ହଉଛି ମାତ୍ର ତାଙ୍କର ହଉଛି କଣ କରେ ବାହ୍ୟ ଦିଗ। ସେଥିପାଇଁ ପ୍ରଥମରୁ ମୁଁ ଆପଣଙ୍କୁ କହିଦେଇଥିଲି, ଇଏ ଦିଗ ଉପରେ ମୁଁ ତ ଅନ୍ତତଃ ବିଶ୍ୱାସ କରେ ନା। କିନ୍ତୁ ଆମକୁ ଯେତେବେଳେ ଆପଣମାନେ ଆଲୋଚନା କରିବାକୁ ଦେଇଛନ୍ତି, ମୁଁ କଣ କହୁଛି, କାରଣ ଶ୍ରୀ ଅରବିନ୍ଦ ଏସବୁର ଉର୍ଦ୍ଧ୍ୱରେ, ମା ଏସବୁ ଇଏର ଉର୍ଦ୍ଧ୍ୱରେ। ଯିଏ ହଉଛନ୍ତି ଅତି ମାନସର ଅବତାର, ତାଙ୍କୁ ଇଏ ଛୁଇଁଥିଲା, ଖାଉଥିଲେ, ଉପାସ ରହୁଥିଲେ, ପ୍ରାଇଜ ପାଉଥିଲେ, ଏସବୁ ତାଙ୍କୁ କେବେ ଲାଗିବନି। କିନ୍ତୁ ଯାହା ହଉ ଯେତେବେଳେ ଜୀବନ ତାଙ୍କର ଜନ୍ମ ମାସରେ ଆଲୋଚନା କରୁଛନ୍ତି ବୋଲିକି ଆମେ ତାଙ୍କୁ କହିବା କଥା। ତେଣୁ ଶ୍ରୀ ଅରବିନ୍ଦ ତାଙ୍କ ବାପାଙ୍କୁ କହୁଥିଲେ, ହି ୱାଜ ଏ ଟ୍ରେମେଣ୍ଡସ୍ ଆଥେଇଷ୍ଟ। ଆଥେଇଷ୍ଟ ମାନେ ହଉଛି କଣ, ଯାହାକୁ କହୁଛନ୍ତି କଣ କହିଲେ, ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ, ନାସ୍ତିକ। ଟ୍ରେମେଣ୍ଡସ୍ ଆଥେଇଷ୍ଟ। ତାର ଆଗକୁ ଚାଲି ଯାଆନ୍ତୁ। 5ଟି ପିଲା ତାଙ୍କର ଥିଲେ। ସ୍ୱର୍ଣ୍ଣଲତା ଆଉ ଡକ୍ଟର କୃଷ୍ଣଧନ ଘୋଷଙ୍କର 5ଟି ପିଲା ଥିଲେ। ତାଙ୍କର ନାଁ ଆପଣ ମାନେ ଜାଣିଛନ୍ତି, ବିନୟ ଭୂଷଣ, ମନମୋହନ, ଅରବିନ୍ଦ, ସରୋଜିନୀ ଆଉ ବାରିନ୍ଦ୍ର। ତାକୁ ଆପଣ ଜାଣିଛନ୍ତି, ଏଗୁଡାକୁ ଜାଣିଛନ୍ତି। ମୁଁ ଟିକେ ଯୋଉଟା ଅତି ଗଭୀର, ଯୋଉଟା ମୁଁ ଯାହା କହିବି ସେଟା ଅଜଣା ଆପଣଙ୍କ ପାଇଁ କିଛି ନୁହେଁ। କିନ୍ତୁ ଯୋଉ ଜିନିଷ ଗୁଡାକ ଆପଣଙ୍କ ପାଇଁ କିଛିଟା ନୂଆ ଜିନିଷ ସେଇଥିପାଇଁ କହିବି। ତେଣୁ ତାହେଲେ ମନେ କରନ୍ତୁ ବଡ ପାଠ ଯେତେବେଳେ ଆଲୋଚନା କରେ, ମୁଁ ତାକୁ ଆପଣଙ୍କୁ କହିବି ସେଠି ଯେ 95% ଆପଣଙ୍କୁ ନୂଆ ଲାଗିବ। କିନ୍ତୁ ଏଠି ଆପଣଙ୍କୁ ଯୋଉ ଜାଗା ନୂଆ ଲାଗିବ ମୁଁ ସେଇ ଜାଗାରେ ଷ୍ଟ୍ରେସ୍ ଦେବି। ତେଣୁ 5ଟି ପିଲା ଜାଣିଛନ୍ତି। ତେଣୁ ବର୍ତ୍ତମାନ ଆପଣଙ୍କ ହାତରେ ପ୍ରଶ୍ନ ପଚାରିବ, ଏଇ ଯୋଉ 4 ଜଣଙ୍କ କଥା ଛାଡି ଦିଅନ୍ତୁ। 4 ଜଣଙ୍କ କଥା ଆମର ଆଲୋଚନା ଭିତରକୁ ଆସୁନି। ଆଲୋଚନା ଭିତରକୁ ମୁଁ କେତେବେଳେ ଆସିଥାନ୍ତା, ଯେତେବେଳେ ପରବର୍ତ୍ତୀ ଅବସ୍ଥାରେ ସେ ଯୋଉ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହବ, ପଣ୍ଡିଚେରୀ ଚାଲିଯିବେ, ସେତେବେଳେ କଣ ହବ ସେ ଆଲୋଚନା କରିବା କଥା। କିନ୍ତୁ ଇନିସିଆଲ ମୋମେଣ୍ଟରେ ଯୋଉଠିକି ଯାଉଛି, ଅବଶ୍ୟ ଯୋଉ 3 ଜଣ ପଢିବାକୁ ଯାଇଥିଲେ ତାଙ୍କ ସହିତ କିଛି ରିଲେସନ ଆସିବ। ତାପରେ ଆପଣଙ୍କ ଭିତରେ ଆସିକି ପହଞ୍ଚିବ ଅରବିନ୍ଦ ମାନେ କଣ। ମୁଁ ଶ୍ରୀ ଅରବିନ୍ଦ ବୋଲିକରି କହୁନାହିଁ, ଯାହା କହୁଛନ୍ତି ଅରବିନ୍ଦ ଯୋଉ ଇନିସିଆଲ ନେମ୍, ସେ ଯୋଉ ବାଲ୍ୟ ଏବଂ ବିଲାତ ବୋଲିକରି କହୁଛନ୍ତି, ସେତେବେଳେ ସେ ଅରବିନ୍ଦ ଥିଲେ। ଶ୍ରୀ ଅରବିନ୍ଦ ଏଠିକି ଆସି ପହଞ୍ଚି ସାରିଲା ପରେ ଗୋଟେ ସମୟରେ ଶ୍ରୀ ଅରବିନ୍ଦ ଘୋଷ ଲେଖୁଥିଲେ, ଅରବିନ୍ଦ ବୋଲି ଲେଖୁଥିଲେ। ଗୋଟେ ସମୟରେ ଶ୍ରୀ ଅରବିନ୍ଦ ବୋଲିକି ଲେଖିବା ଆରମ୍ଭ କଲେ। ସେଇ ଦିନଠାରୁ ଆପଣ ଶ୍ରୀ ଅରବିନ୍ଦ ବୋଲି ଗ୍ରହଣ କଲେ। ତେଣୁ ଏଇ ଯୋଉ କହୁଛନ୍ତି ତାଙ୍କର 3rd ଚାଇଲ୍ଡ, 3ୟ ସନ୍ତାନ କିଏ ହଉଛନ୍ତି ଶ୍ରୀ ଅରବିନ୍ଦ। ଜନ୍ମ ନେଇଥିଲେ କେମିତି, କେବେ, ଏଇ ଆପଣ ତ ପାଳନ କରୁଛନ୍ତି 15 ଅଗଷ୍ଟ 1872, 1872 ମସିହା ଅଗଷ୍ଟ 15 ତାରିଖରେ। ତାଙ୍କର ପେଟ୍, ମାନେ ଯାହାକୁ କହନ୍ତି ପେଟ୍ ନେମ୍, ତାକୁ କହୁଛନ୍ତି ଯେମିତି ଆପଣଙ୍କର ଗୋଟେ ନାଁ ଥିବ, ତାକୁ ଆଉ ଗୋଟେ ନାଁରେ ଡାକୁଥିବେ। ଠିକ ସେଇଭଳିଆ କଣ କରୁଛନ୍ତି, ତାକୁ ଡାକୁଥିଲେ ଅର ବୋଲିକରି କହୁଥିଲେ। ଆଚ୍ଛା, ସେ ଅର ବୋଲିକରି କଣ, ଆଉ ଅରବିନ୍ଦ ବୋଲିକରି କଣ କହିଲେ? ଅର ମାନେ ହଉଛି ଏଇ ଆର ଯୋଉଟା ହଉଛନ୍ତି, ତା ମାନେ ହଉଛି ଗୋଟେ ଫ୍ରେଞ୍ଚ ଟର୍ମ। ତା ମାନେ ହଉଛି ଡନ୍, ସକାଳ, ଯାହା କହୁଛନ୍ତି ପ୍ରତ୍ୟୁଷ, ଯୋଉ କହୁଛନ୍ତି ସେଇ ହଉଛି ଡନ୍, ସେଇଟା ହଉଛି ଅର। ଆଚ୍ଛା, ଏଠି ଅରବିନ୍ଦ କହିଲେ କଣ? ଅରବିନ୍ଦ ହଉଛି ସିମ୍ବଲ ଅଫ ବିୟୁଟି, ତା ମାନେ ହଉଛି ଲୋଟସ୍। ଅରବିନ୍ଦ ମାନେ ହଉଛି ପଦ୍ମ। ସିମ୍ବଲ ଅଫ ବିୟୁଟି, ସିମ୍ବଲ ଅଫ ଡିଭିନିଟି,
ଦୁଇଟା ଜିନିଷକୁ ବୁଝାଏ। ଚିନ୍ତା କରି ଦେଖନ୍ତୁ, ଆପଣ ଯେତେବେଳେ ପିଲାଙ୍କର ହୁଏତ ଆପଣ ମାନଙ୍କର କେହି ଥିବେ ଆପଣଙ୍କ ପିଲାମାନଙ୍କର ନାଁ ମଧ୍ୟ ଅରବିନ୍ଦ ଦେଇଥିବେ। ଯଦି ମୁଁ ତାକୁ ପଚାରିବି କାହିଁକି ଦେଇଛନ୍ତି ନା ମୁଁ ଜାଣିନି, ସେ ଗୋଟା କହିଲେ ଦେଇଦିଅ ମୁଁ ତାକୁ ଦେଇଦେବି। ଅର ବୋଲିକିରି କାହିଁକି ଡାକୁଛନ୍ତି ମୁଁ କହିପାରିବିନି। ଏଇ ତ ପ୍ରୋବ୍ଲେମ। ଟିକେ ଟିକେ ଜାଣନ୍ତୁ, ଏତେ ବର୍ଷ ହେଲାଣି ଏତେ ଜୀବନ କଲାଣି, ଅନ୍ତତଃ ଟିକେ ଟିକେ ଜାଣନ୍ତୁ। ଧୀରେ ଧୀରେ ତ ବଡ ବଡ ପାଠ ପଢିବାକୁ ଯିବେ। ଗତକାଲି ଯେମିତି ମୁଁ ଆପଣଙ୍କୁ ଆଲୋଚନା ଭିତରେ କହୁଥିଲି, ଶ୍ରୀ ଅରବିନ୍ଦ ଗୋଟିଏ ମାନେ ଇଏ ମା ତାକୁ ଗୋଟିଏ ଜିନିଷ କହିଲେ ଅଲ୍ ରେଷ୍ଟ ଆର୍ ପ୍ରିପାରେସନ୍ ସାବିତ୍ରୀ ମେସେଜ। ଆପଣଙ୍କୁ କହିଲେ ଅଲ୍ ରେଷ୍ଟ ମାନେ ଏପର୍ଯ୍ୟନ୍ତ ପୃଥିବୀରେ ଯାହା ଏକ୍ଜିଷ୍ଟ କରୁଛି, କୋରାନ, ବାଇବେଲ, ବେଦ, ବେଦାନ୍ତ କି ଅନ୍ୟ ଯାହା ପଢନ୍ତୁ, ଅଲ୍ ଦ ରେଷ୍ଟ ସାବିତ୍ରୀକୁ ଛାଡ଼ିଲା ପରେ ଆଉ ଯାହା ରହିଲା ସେ ହେଉଛି ଜଷ୍ଟ ପ୍ରିପାରେସନ୍। ଆପଣ କେବଳ ପ୍ରସ୍ତୁତ କରିବା ପାଇଁ କେବଳ ତାହା ହେଇଛି। କିନ୍ତୁ ସାବିତ୍ରୀ ଇଜ ଦ ମେସେଜ। ତେଣୁ ମୁଁ ସେକୁ ଯାଉନି, କେବଳ ଛୋଟିଆ ଛୋଟିଆ ଜିନିଷ କହୁଛି ଯେ ଅରବିନ୍ଦ କଣ, ତାକୁ ହଉଛି ପଦ୍ମ। ତାର ଦୁଇଟା ସିଗ୍ନିଫିକାନ୍ସ ଅଛି। ପ୍ରଥମ ସିଗ୍ନିଫିକାନ୍ସ ହଉଛି ସିମ୍ବଲ ଅଫ ବିଉଟି, ସୌନ୍ଦର୍ଯ୍ୟ। ସେକେଣ୍ଡ ହଉଛି ସିମ୍ବଲ ଅଫ ଡିଭିନିଟି। ଏଇ ଦୁଇଟା ଜିନିଷକୁ ସିଗ୍ନିଫାଇ କରୁଛି। ତାପରେ କହୁଛନ୍ତି ଆଚ୍ଛା ତାଙ୍କ ସହିତ ଶ୍ରୀ ଅରବିନ୍ଦଙ୍କର କିଛି ସାମଞ୍ଜସ୍ୟ ଥିଲା ନା ନାହିଁ? ନା ଗୋଟେ ନାଁ ଦବା ପାଇଁ ପଡିବ ବୋଲିକି ଆପଣ ଡାକି ମାନେ ଦେଇ ଦଉଛନ୍ତି। କଣ ହଉଛନ୍ତି କଣ ଗଲେ ଅରବିନ୍ଦ ବୋଲି ମାନେ ଗୋଟେ କହୁଥିବେ, ଯେମିତି ଆପଣ ଯାଉଥିବେ କୃଷ୍ଣ ବୋଲିକି କହିଦେବେ, ସେ ପିଲାଟା ଏକଦମ ଅନଆଟ୍ରାକ୍ଟିଭ ହେଇଥିବ। ତାକୁ କହିଥିବେ ମହାଶ୍ଵେତା ବୋଲି କହିଦେଇଥିବେ, ସେ ସବୁଠାରୁ କାଳିଆ ହେଇଥିବ। କାରଣ ଗୋଟେ ନାଁ ଦବା ପାଇଁ ପଡିବ ବୋଲିକି କାହା ଗୋଟେ ଡାକି ଦଉଛନ୍ତି, ଡିକ୍ସନାରୀ ଖେଳେଇଲେ ତାକୁ ନାଁ ମାନେ ଦେଇଦେବେ। କିନ୍ତୁ ତାର ଅର୍ଥ କିଛି ନାହିଁ, ଆଚ୍ଛା ଯୋଉ ଅରବିନ୍ଦ ବୋଲିକି ତାକୁ ଦେଲେ ତା ପଛରେ କିଛି ସିଗ୍ନିଫିକାନ୍ସ ଥିବ ନା? ଥିଲା ନିଶ୍ଚିତ ଭାବରେ ଥିଲା। କାରଣ କୃଷ୍ଣ ମାନେ କଣ? ଆକର୍ଷିତ କୃଷ୍ଣ, ତାଙ୍କର ଆକର୍ଷଣ କରିବାର କ୍ଷମତା ଥିଲା, ତେଣୁ ତାଙ୍କ ନାଁ କୃଷ୍ଣ ହେଇଥିଲା। ଯେତେବେଳେ ଆପଣ କୁହନ୍ତୁ ରାମ, ରମ୍ୟ ତ ଏଇଠି ରାମ, ତେଣୁ ତାକୁ ଅର୍ଡିନାରୀଲି ଦିଆ ହେଇନଥିଲା, ତାଙ୍କ ପଛରେ ସିଗ୍ନିଫିକାନ୍ସ ଥିଲା। କିନ୍ତୁ ଆମେ ତ ଗୋଟା କୋଉଠୁ ଉଦ୍ଧାର କରି ଆଣିକି ଦେଇ ଦଉଛୁ। ଏଠି ଯୋଉ କହୁଛନ୍ତି ଅରବିନ୍ଦ ଦୁଇଟା ଜିନିଷକୁ ସିଗ୍ନିଫାଇ କରୁଛି, ଗୋଟେ ହଉଛି ସିମ୍ବଲ ଅଫ ବିଉଟି, ଗୋଟେ ହଉଛି ସିମ୍ବଲ ଅଫ ଡିଭିନିଟି। ତାଙ୍କର ପ୍ରକୃତିରେ ସେ ଗୁଣ ଥିଲା କି? ତାକୁ ବର୍ଣ୍ଣନା କରାଯାଇଛି। କଣ ହଉଛନ୍ତି? ଆଜ୍ ଲଭଲି ଆଜ୍ ଏ ଲୋଟସ୍। କେତେ ଚମତ୍କାର ବର୍ଣ୍ଣନା କଲେ। ଲୋଟସ୍ ଟା ଯେମିତି, ପଦ୍ମ ଫୁଲଟା ଯେମିତି ମନମୁଗ୍ଧକର, ଲଭଲି, ଠିକ ସେଇଭଳିଆ ଶିଶୁ ଅରବିନ୍ଦ ଯାହା କହୁଛନ୍ତି, ଶ୍ରୀ ଅରବିନ୍ଦ ସେ ସେଇଭଳିଆ ଲଭଲି ଥିଏ। ଆଉ କଣ ହଉଛି? ଡେଲିକେଟ, ଜେଣ୍ଟିଲ। ଚିନ୍ତା କରି ଦେଖନ୍ତୁ, ରାମଚନ୍ଦ୍ରଙ୍କ ପାଖକୁ ଯେତେବେଳେ ଯାଉଛନ୍ତି, ବର୍ଣ୍ଣନା କରିବାକୁ ଯାଉଛନ୍ତି, ନୀଳାମ୍ବୁଜ ଶ୍ୟାମଳ କୋମଳ ସୀତା ସମାରୋପିତ ବାମ ଭାଗମ। କେତେ ଚମତ୍କାର କରି ବର୍ଣ୍ଣନା କରୁଛନ୍ତି, ଚିନ୍ତା କରି ଦେଖନ୍ତୁ। ସେତେବେଳେ ଯଦି ଆପଣଙ୍କୁ ପଚାରିବ ସେ ରାମ ଇଏ କୁ କହୁନାହାନ୍ତି, ଆପଣଙ୍କ ପ୍ରଭୁଙ୍କ ଉପରେ ଟିକେ କହୁନାହାନ୍ତି ନା, ଏଠି ଜନ୍ମ ହେଇଥିଲେ, ଏଠି ପଢିଲେ, ଏମିତି ଆସିକି ପହଞ୍ଚିଲେ କଲେ। ଆରେ ଟିକେ ଟିକେ ରହ, ଏତେ ଗୁଡା ବାଟ କାହିଁକି ଯାଉଛୁ? ଗୋଧରୀର ତ ଟିକେ ପାଦକୁ ଦେଖେ, ଟିକେ ତ ପାଖକୁ ଦେଖେ। ଯେତେବେଳେ ରାମଚରିତ ମାନସ ଲେଖା ହେଇଥିବ, ତାକୁ ଯେତେବେଳେ ମନା କରୁଥିବେ ନୀଳାମ୍ବୁଜ ଶ୍ୟାମଳ କୋମଳ ଅଙ୍ଗଂ ସୀତା ସମାରୋପିତ ବାମ ଭାଗମ, କି ଚମତ୍କାର ଲାଗୁଛି। ହସି ଦଉଛନ୍ତି, ଗାଇ ଦଉଛନ୍ତି, କହି ଦଉଛନ୍ତି। ସେମିତି ଆପଣଙ୍କର ଯୋଉ ପ୍ରଭୁ ଅଛନ୍ତି ତାକୁ ଟିକେ ବର୍ଣ୍ଣନା କରୁଥାନ୍ତି, ଟିକେ ପ୍ରେମରେ ବର୍ଣ୍ଣନା କରୁନାହାନ୍ତି, ଟିକେ ଖୁସିରେ ବର୍ଣ୍ଣନା କରୁନାହାନ୍ତି। ଏତେ ଶୀଘ୍ର ପଳେଇ ଯାଉଛନ୍ତି। ଟିକେ ସେ ଜନ୍ମ ହଉ ଆପଣ ତାକୁ ନେଇ ବିଲାରୁ, ତାପରେ ଫେରି ଆସିଲେ, ବରୋଦାରେ ଚାକିରି କଲେ, ନ୍ୟାସନାଲ ମୁଭମେଣ୍ଟକୁ ଚାଲିଗଲେ, ତାପରେ ଚନ୍ଦନନଗରକୁ ଗଲେ, ଜେଲ, ତାପରେ ଆସି ପଣ୍ଡିଚେରୀ। ଟିକେ ଧୀରେ ଧୀରେ ଯା, କାହିଁକି ଏତେ ଶୀଘ୍ର ଯାଉଛୁ? ନା କେମିତି କଣ ଅରବିନ୍ଦ ହଉଛି କଣ? ଲଭଲି ଆଜ ଲୋଟସ୍, ସେକେଣ୍ଡ ଡେଲିକେଟ, ଥର୍ଡ ଜେଣ୍ଟଲ, ଏଭ୍ରିଥିଙ୍ଗ ଇଜ ଫେଭରିଟ। ଯେମିତି କହିଲା ନା ସର୍ବାନନ୍ଦ, ତୋର ଯାହା ଅଛି ସବୁ ଯାକ ହଉଛନ୍ତି ଆନନ୍ଦ, ସେଇଥିପାଇଁ ତତେ ଡକା ହେଇଛି ସର୍ବାନନ୍ଦ। ତେଣୁ ଏଠି କହୁଛନ୍ତି ଯାହା ସବୁ ଦେଖା ହଉଛି, ଯୋଉ ଅରବିନ୍ଦଙ୍କର ବୋଲିକିରି କହୁଛନ୍ତି, ତାଙ୍କର ଯାହା ଲେଖା ହେଇଛି ସବୁ ଯାକ ଫେଭରିଟ, ସେଇଥିପାଇଁ ତାଙ୍କୁ ଡକା ହେଇଥିଲା ଅରବିନ୍ଦ ବୋଲିକିରି। ତାପରେ କହୁଛନ୍ତି his speech was a silence। କଳ୍ପନା କରିଛନ୍ତି କେବେ? ଭାବିଛନ୍ତି? ଭାବନ୍ତୁ, କଣ ଦୌଡ଼ିକିରି ପଳେଇଲେ ମିଳିଯିବ ଏଇଠୁ, ଦିନ ରାତି ତ 24 ଘଣ୍ଟା ଭାଷଣ ଦଉଛି, ଏଇ ତ ଗୋଟାଏ କାଟିକିରି ସେପଟକୁ କାଟୁଛି, ଏପଟକୁ ଗୋଟେ ଲଗଉଛି, ଆପଣଙ୍କର ତ ଚାଲିଛି। କଣ ସୁପରମ୍ୟାନ ହେଇଯିବା? କିନ୍ତୁ ବୁଝନ୍ତୁ, ପ୍ରେମ ଭାବଟା ନ ଆସିଲେ କେମିତି କଣ ହବ? ଦୁନିଆକୁ ତ ଜଣେ ଭଲ ପାଇବ ନା। ମା ବୋଲିକିରି କାହିଁକି ତାକୁ ଯେତେବେଳେ କୋଳରେ ଯାଇକିରି ବସିଯିବେ, ତାକୁ ଚୁମା ଦେଇଦେବେ, ମାଟା କଣ ଟେକି ଫୋପାଡ଼ି ଦେବ, ମୁଁ ବଡ ହେଇଗଲୁଣି, ତୁ ଯା ମୋ କୋଳରେ ବସ ନା? ଚିନ୍ତା କରି ଦେଖନ୍ତୁ, ଜନକୀର୍ଣ୍ଣ ହେଇଥିବ ସହର, ଟ୍ରେନରେ ଯାଉଥିବେ, ମା ମାନେ ଯାଉଥିବେ, ପିଲାଟା କାନ୍ଦି ଉଠିବ, ତାକୁ ଖାଇବାକୁ ନଦେଲେ ହବ ନାହିଁ। ମା କେବେ କହିବ ନା ମୁଁ ଏଠି ମୋ ଇଜ୍ଜତ ଦେଖିବି ନା ମୋ ପିଲାକୁ ଖୁଆଇକିରି ବଞ୍ଚେଇବି? ସେଇ ହଉଛି ମା। ତେଣୁ ଯେତେବେଳେ ଆପଣ ଆସିକିରି ପହଞ୍ଚନ୍ତି, ଆଗେ ଟିକେ ଜାଣନ୍ତୁ ମା କିଏ, ସେ ତା ପ୍ରେମଟା କେମିତିକା ବୁଝନ୍ତୁ। କଣ କହୁଛନ୍ତି? ଏଭ୍ରିଥିଙ୍ଗ ଫେଭରିଟ, ହିଜ ସ୍ପିଚ୍ ଇଜ ସାଇଲେନ୍ସ। ଭାବୁନାହାନ୍ତି, ଯେତେବେଳେ ପଢିବେ, ଯେତେବେଳେ ଶ୍ରୀ ଅରବିନ୍ଦ ପଳେଇ ଆସୁଛନ୍ତି, ଏମାନେ ଅପେକ୍ଷା କରିଛନ୍ତି ପ୍ରଭୁକୁ ଦେଖିବା ପାଇଁ, କିଏ ସେ ଫରେନ୍ କ୍ୱାଲିଫାଏଡ ଆଇସିଏସ୍ ହେଇକିରି ପହଞ୍ଚିଥିବ। କିଛି ସମୟ ପରେ ଆଲୋଚନା କରିବେ, ଆଇସିଏସ୍ କୁ ଦେଲେ ନାହିଁ, ଘୋଡା ଚଢିବାକୁ ଦେଲେ ନାହିଁ, ଘୋଡା ଚଢିବାକୁ ଦେଲେ ନଦେଲେ, ସେ ସବୁ କଣ ଦେଲେ, ପୁଣି ତାକୁ ଗୋଟେ ଚାନ୍ସ ଦିଆହେଲା। ସେ ଜାଣିକିରି ଡେରି କରିକି ଯାଇକିରି ପହଞ୍ଚିଲେ।
ସେଠୁ ଆସିକରି ପହଞ୍ଚିଲେ କରୁଥିଲେ କ'ଣ ଡେରି କରି ଯାଉଥିଲେ ମାନେ ତ କ'ଣ ଗୋଟେ କରୁଥିବେ କ'ଣ ନା ଧୀର ପଦବ୍ରଜରେ ସହର ପରିକ୍ରମା କରୁଥିଲେ ଆସିକରି ପହଞ୍ଚିଲେ ସେଠୁ ଆସିକରି ପହଞ୍ଚିଗଲେ ପହଞ୍ଚିକି ଯାଇକିରି ତାଙ୍କ ଭାଇକି କହୁଛନ୍ତି ମୁଁ କହିବି ଯଦି ମୁଁ ଜାଣିନି ଟାଇମ୍ ହବ କି ନାହିଁ ବହୁତ ଟାଇମ୍ ହବନି ସେ ଯାହାକୁ କହିଲେ ମୁଁ ତ କୋଉଠି କିଛି ସାରିପାରେ ନା ଆଜି କ'ଣ ସାରିବେ ସେତେବେଳେ ତାଙ୍କ କହୁଛନ୍ତି କ'ଣ ନା ମୁଁ ତାକୁ ବନ୍ଦ କରିଦେଲି ସେ କହିଲା ଛାଡ଼ ସୋଚନା କିଆ ଯୋଉ ବି ହୋଗା ତାସ ଖେଳିବା ଆସିକିରି ତାପରେ ବଡ଼ ଭାଇକି ଆସିକରି ପହଞ୍ଚିଲେ ବଡ଼ ମନମୋହନ ପାଖରେ ଆସିକରି ପହଞ୍ଚିଲେ ମୁଁ ସେ ଷ୍ଟୋରି ଟିକେ ଟିକେ କହିବି ଆପଣଙ୍କୁ ଟିକେ ଥାଆନ୍ତୁ ତେଣୁ କ'ଣ କହିଲେ ନା ସାଇଲେନ୍ସ ସେଠୁ ବସିକରି କ'ଣ କଲେ ନା ଚା ପିଇବା ଆରମ୍ଭ କଲେ ତାସ ଖେଳିବା ଆରମ୍ଭ କଲେ ଚିନ୍ତା କରନ୍ତୁ ଚିନ୍ତା କରି ଦେଖନ୍ତୁ ମାନେ କାହାର ଦୁଃଖ ନାହିଁ ଖୁସି ନାହିଁ କାହିଁକି ଆଇସିଏଚ୍ ଛାଡ଼ିଲେ ତାପରେ ମୋତେ କହିଲେ ମୁଁ କହୁଛି କ'ଣ କରୁଛନ୍ତି ହିଜ୍ ସ୍ପିଚ୍ ୱାଜ୍ ଏ ସାଇଲେନ୍ସ ୱାଣ୍ଡରସ୍ ଦ ଲଷ୍ଟର ଅଫ୍ ହିଜ୍ ଆଇଜ୍ ପ୍ରଭୁଙ୍କ ଆଖିକି ଦେଖୁଛନ୍ତି କାମ୍ ଆଇଜ୍ ରିଗାର୍ଡ ଦ ଡିଭାଇନ୍ ରିଗାର୍ଡ କାମ୍ ଆଇଜ୍ ଆଖି ଭଗବାନଙ୍କ ଆଖିକି ଦେଖନ୍ତୁ ଆପଣଙ୍କ ଘର ପାଖରେ ଥିବ ଫଟୋ ଥିବ 2024ର ଶ୍ରୀ ଅରବିନ୍ଦଙ୍କ ଫଟୋ ଯଦି ରଖିଥିବେ ତାଙ୍କ ଆଖିକି ଦେଖନ୍ତୁ କେମିତି ଚକଚକ କରୁଛି କ'ଣ କହୁଛନ୍ତି କ'ଣ ୱାଣ୍ଡରସ୍ ଦ ଲଷ୍ଟର ଅଫ୍ ହିଜ୍ ଆଇଜ୍ ତାପରେ ତାର ଜ୍ୟୋତି ଥିଲା ତାପରେ କହୁଛନ୍ତି ତାକୁ କହୁଛନ୍ତି ଚାଇଲ୍ଡ ରିମାଇଣ୍ଡେଡ୍ ଇନଲି ଏ ଫାର୍ ହୋମ୍ ଆମେ କ'ଣ କରୁଛୁ ଫାର୍ ହୋମ୍ ଯୋଉ ଆସିଛନ୍ତି ଯୋଉ ଅଦିତି ଯୋଉ ସୁପ୍ରାମେଣ୍ଟାଲ ସାମ୍ରାଜ୍ୟରୁ ଆସିକରି ରିୟଲମରୁ ଆସିଛନ୍ତି କ'ଣ କହୁଛନ୍ତି ଇନଲି ବାହାରେ ତ ସବୁ ଯାକ ଠିକ୍ ଠାକ୍ ଅଛି କିନ୍ତୁ ଇନଲି ଅନ୍ତର ଭାବରେ ସେ ଦେଖୁଛନ୍ତି କ'ଣ ଏ ଫାର୍ ହୋମ୍ ବହୁ ଅତୀତରେ ଯୋଉ ହୋମ୍ଟା ଥିଲା ଯୋଉଠୁ ସେ ଛାଡ଼ିକି ଆସୁଛନ୍ତି ତାକୁ ମନେ ପକାଉଛନ୍ତି ସ୍ମରଣ କରୁଛନ୍ତି ଆମେ ତ ଭୁଲି ଯାଇଛୁ ଏଇ ହଉଛନ୍ତି ଆପଣଙ୍କର ପ୍ରଭୁ ତେଣୁ ଆଉ ଯାଉନି ତା ଆଗକୁ ଯିବା କ'ଣ ହଉ ଜାଣ ତାପରେ ଆମେ ବିଗିନିଂ ଅଫ୍ ଏଡୁକେସନ୍ ଆସିବା ପିଲାଦିନରେ ମୋଷ୍ଟଲି ତ ଏଡୁକେସନ୍ ଆଉ କ'ଣ ଅଛି ତେଣୁ ଯେତେବେଳେ ଏଜୁକେସନ୍ ପାଇଁ କ'ଣ କହୁଛନ୍ତି ସେଥିପାଇଁ ସେ କ'ଣ କଲେ ଯେତେବେଳେ ପଢ଼ିବା କଥା ଆରମ୍ଭ କଲା ଆସିଲେ ସେତେବେଳେ କ'ଣ ହଉଛନ୍ତି ବିନୟ ମନମୋହନ ଆଉ ଅରବିନ୍ଦ ତିନି ଜଣ କ'ଣ କଲେ ନା ତାଙ୍କୁ ଦାର୍ଜିଲିଂ ପଠାଗଲା ଦାର୍ଜିଲିଂରେ ତାଙ୍କୁ ପଠାଉଥିଲା ଗୋଟେ ସ୍ପେଶାଲ ସ୍କୁଲ ଇଂଲିଶ ପାଇଁ ଥିଲା ଇଂଲିଶ ଚିଲଡ୍ରେନ୍ ପାଇଁ ଥିଲା ସେଥିପାଇଁ ସେ କ'ଣ କଲେ ତାକୁ ପଠାଇଥିଲା ଓନ୍ଲି ଟୁ ଲର୍ନ ଇଂଲିଶ ତିନି ଜଣଙ୍କୁ ପଠାଇଥିଲା ଇଂଲିଶ ପଢ଼ିବାକୁ ଆସିଲା ଇଂଲିଶ ପଢ଼େଇଲେ କ'ଣ ହବ ନା ଗୋ ଅପ୍ ଇନ୍ ଦ ଇଂଲିଶ ୱିଥ୍ ଇଂଲିଶ ଚିଲଡ୍ରେନ୍ ଇଂଲିଶର ଯୋଉ ପିଲାମାନେ ଯୋଉମାନେ ଆସି ଭାରତରେ ରହୁଥିଲେ ସେମାନେ କ'ଣ କରିବେ ନା ବଢ଼ି ଉଠିବେ ଆଉ କ'ଣ କରିବ ଇମ୍ବାଇବ୍ ଓନ୍ଲି ଦ ଇଂଲିଶ ୱେଜ୍ ଅଫ୍ ଲିଭିଂ ଜମା ଭାରତକୁ ଭୁଲିଯା ଇମ୍ବାଇବ୍ ଦ ଇଂଲିଶ ୱେଜ୍ ଅଫ୍ ଲିଭିଂ ଆଉ କ'ଣ କରିବେ ନଟ୍ ଗ୍ଲିମ୍ସ ଇଭିନ୍ ଆଜ୍ ଦ ସ୍ୟାଡୋ ଅଫ୍ ଆରନ୍ କଲଚର ଆର୍ଯ୍ୟ ଜାତିର ଯୋଉ କଲଚର ଅଛି ସଭ୍ୟତା ଅଛି ତାକୁ ପୁରା ଭୁଲିଯିବ ଇଂଲିଶର ଆଟମୋସ୍ଫିୟର ଭିତରେ ରହିବ ସେଇ ଯୋଉ ଷ୍ଟାଇଲରେ ରହିବ ପୁରା ତା ଦେହରେ ଇଂଲିଶ ମ୍ୟାନ୍ ହବ ସେଇଥିପାଇଁ ସେ ସ୍କୁଲଟା ତିଆରି ହେଇଥିଲା ଆଉ ସେଇଥିରେ ତାଙ୍କର ତିନି ଜଣ ପିଲା ସେଇଠି ପଢ଼ୁଥିଲେ ତାର ପରବର୍ତ୍ତୀ ଅବସ୍ଥାରେ କ'ଣ ହଉଛି ଯେତେବେଳେ ସେଇଠି ପଢ଼ିଲେ ସେଇଠି ଯେତେବେଳେ ପଢ଼ିବା ଆରମ୍ଭ କଲେ ଶ୍ରୀ ଅରବିନ୍ଦଙ୍କର ତିନିଟା ଜିନିଷ ଆସିଲା ତିନିଟା ଜିନିଷ ଯାହାକୁ କହନ୍ତି ଆପଣଙ୍କ ନେଗେଟିଭ୍ ବୋଲିକରି କେବେ ତାକୁ କହିପାରିବେ ନା ନେଗେଟିଭ୍ ବୋଲି କହିପାରିବେ କିନ୍ତୁ ଯାହା ତିନିଟା ଜିନିଷ ଆସି ପହଞ୍ଚିଲା କାରଣ କ'ଣ ସେ ତିନିଟା ଜିନିଷ ହେଲା ମଦର ଟଙ୍ଗ ବେଙ୍ଗଲୀ ବୋଲିକରି ସେ ଭୁଲିଗଲେ ସେ ମୂଳରୁ ପଢ଼ି ନାହାନ୍ତି ମଦର ଟଙ୍ଗ ବେଙ୍ଗଲୀକୁ ସେ ଜାଣିନଥିଲେ ଦ୍ୱିତୀୟରେ ହେଉଛି କ'ଣ ଇଣ୍ଡିଆନ୍ କଲଚର କ'ଣ ସେ ଜାଣିନଥିଲେ ତୃତୀୟରେ କ'ଣ ହେଉଛି କ'ଣ ଇଣ୍ଡିଆନ୍ ଥଟ୍ ଇଣ୍ଡିଆନ୍ ୱେଜ୍ ୟାକୁ ଜାଣିନଥିଲେ ତେଣୁ ଯେତେବେଳେ ସେ ପାଠ ପଢ଼ି ସାରିଲେ ଯୋଉ ପାଠଟା ଯୋଉ ଆର୍ଲି ଏଜୁକେସନ୍ ଯେମିତି ଆପଣ କହୁଛନ୍ତି ତାଙ୍କ ଭିତରେ ଅନ୍ତତଃ ତିନି ଚାରିଟା ଜିନିଷ ସେ ଜାଣିନଥିଲେ ପ୍ରଥମ ହେଉଛି କ'ଣ ନା ବେଙ୍ଗଲୀ ମଦର ଟଙ୍ଗ ବୋଲି କିଛି ଜାଣିନଥିଲେ କ'ଣ ସେ ବେଙ୍ଗଲୀ ଲୋକ ଯଦି ଜାଣିବେ ସେ କଥାଟା ଅଲଗା କଥା କିନ୍ତୁ ତାଙ୍କୁ ପଢ଼େଇବାକୁ ଦିଆହେଇନଥିଲା ସୁବିଧା ଦିଆହେଇନଥିଲା ପ୍ରଥମ କଥା ଦ୍ୱିତୀୟରେ ହେଉଛି ଇଣ୍ଡିଆନ୍ କଲଚର ଜାଣିନଥିଲା ତୃତୀୟରେ ଇଣ୍ଡିଆନ୍ ଥଟ୍ ହୋଇଯାଉଥିଲା ଇଣ୍ଡିଆନ୍ ୱେଜ୍ ଅଫ୍ ଲିଭିଂ ଏଗୁଡ଼ା ସବୁ କିଛି ଜାଣିନଥିଲେ ତେଣୁ ତା ପରବର୍ତ୍ତୀ ଅବସ୍ଥାରେ କ'ଣ ହେଲା ସେଠୁ କ'ଣ କଲେ ନା 2 ବର୍ଷ ଟ୍ରେନିଂ ଦେଇ ସାରିଲା ପରେ ଦାର୍ଜିଲିଂରେ ସେ କ'ଣ କଲେ ତିନି ଜଣ ଯାକ ପିଲା ତାଙ୍କୁ କ'ଣ କଲା ନା ଇଂଲଣ୍ଡ ପଠାଇ ଦିଆଗଲା ଇଂଲଣ୍ଡ ପଠାଇଦେଲେ ସେତେବେଳେ ଶ୍ରୀ ଅରବିନ୍ଦ ହେଇଥିଲେ କେତେ ନା ଓନ୍ଲି ଆଟ୍ 7 ବର୍ଷ ସେତେବେଳକୁ ହେଇଥାଏ 7 ବର୍ଷ ଏଜୁକେସନ୍ ଆରମ୍ଭ ହେଇଥିଲା କୋଉଠି ନା 5 ବର୍ଷରେ 2 ବର୍ଷ ହେଇସାରିଲା ପରେ 5 + 2 ସେମାନେ 7 ହେଇଗଲା 7 ସେଠୁ ଗଲେ ଆଚ୍ଛା ଚାଲିଗଲା ପରେ ସେ କୋଉଠି ଯାଇକିରି ପହଞ୍ଚିଲେ ଭେରି ଚାଇଲ୍ଡହୁଡ୍ 7 ବର୍ଷର ପିଲା କଳ୍ପନା କରନ୍ତୁ ସେ ଯାଇକିରି ପହଞ୍ଚିଗଲା ପରେ କୋଉଠି ଆସି ପହଞ୍ଚିଲେ ହି ୱାଜ୍ ଏ ଷ୍ଟ୍ରେଞ୍ଜର ଟୁ ଦ ଲ୍ୟାଣ୍ଡ ଅଫ୍ ହିଜ୍ ବର୍ଥ ଯୋଉ ଦେଶରେ ସେ ଜନ୍ମ ହୋଇଥିଲେ ସେ ଦେଶରେ ସେ ଅଜଣା ଲୋକ ତାଙ୍କୁ କିଛି ଜଣା ପଡୁନଥିଲା ସେକେଣ୍ଡ ହେଉଛି କ'ଣ ମଦର ଟଙ୍ଗ କ'ଣ ସେ ଜାଣିନଥିଲା ସେଥିପାଇଁ ସେ ଅଜ୍ଞ ଥିଲେ ଲାଇଫ୍ ଗିଭିଂ କଲଚର ଯୋଉ କଲଚରଟା ଯୋଉ ସଂସ୍କୃତି ଜୀବନ ଭିତରେ ତାଙ୍କର ପ୍ରତିଭାତ ହଉଥିଲା ତେଣୁ ସେ କ'ଣ କରୁଥିଲା ନା ସିଏ ଜିନିଷ ମଧ୍ୟ ତାଙ୍କ ପାଖରେ ନଥିଲା ସେକୁ ଜାଣିପାରୁନଥିଲେ ତେଣୁ ଏଇ ସବୁ ଯୋଉ ଜିନିଷ ଥିଲା ଅନ୍ତତଃ ତାକୁ ଆପଣ କଳ୍ପନା କରିପାରିବେନି ବୁଝିବେ ହ୍ୟାଲୋ ମୁଁ ଏବେ କ୍ଲାସରେ ଅଛି ସମର୍ପଣ ଉପରେ କ'ଣ ଗୋଟେ ଲେଖିକି କରିଦେଇଥାନ୍ତୁ ଏବେ କ୍ଲାସ ଅଛି ତେଣୁ ଏଇ ଯୋଉ ତିନିଟା ଜିନିଷ ଥିଲା ଲ୍ୟାଣ୍ଡ ଅଫ୍ ବର୍ଥ ମଦର ଟଙ୍ଗ ଲିଭିଂ କଲଚର ଅଫ୍ ଦ ମଦରହୁଡ୍ ଏ ତିନିଟା ଯାକ ଜିନିଷକୁ ନ ଜାଣିକରି ପ୍ରଭୁ ଯାଇକରି ରହୁଥିଲେ କୋଉଠି ନା ଇଂଲଣ୍ଡରେ ରହୁଥିଲେ ସେତେବେଳେ କହୁଛନ୍ତି ସେତେବେଳେ ଆସିକରି ପହଞ୍ଚୁଛନ୍ତି ତାଙ୍କର ଏ ସବୁ ସ୍ୟାଡୋରେ ଗଲା
ଯେତେବେଳେ ତାର ପରବର୍ତ୍ତୀ ଅବସ୍ଥାରେ ତାଙ୍କର କଣ ଆସିଲା ବଡ଼ ସୁନ୍ଦର ଜିନିଷ ଜାଣନ୍ତୁ କଣ ହଉଛନ୍ତି 3 ଜଣ ଯାକ ଭାଇ ମାନେ ଚାଲିଗଲେ ଇଂଲିଶ ଯାଇକି ରହିଲେ ଗୋଟେ ଇଂଲିଶର କ୍ଲେର୍ଜିମ୍ୟାନ ତାଙ୍କ ସ୍ତ୍ରୀ ତାଙ୍କରି ପାଖରେ ଇଏ ଯାଇକି ରହିଲେ ମୁଁ ତାର ପରବର୍ତ୍ତୀ ଅବସ୍ଥାରେ ଆସିବି ଡକ୍ଟର ମିଷ୍ଟର କଣ ଯାଉଛି ଡ୍ରିୱେଟ୍ ବୋଲିକି କହୁଛନ୍ତି ମୁଁ ତା ପାଖକୁ ଆସିବି ମୁଁ ସେ କଥା କହୁନି ଯୋଉଟା ସେଟା ଅର୍ଡିନାରୀ ଜିନିଷ ଯୋଉଟାକୁ ଜାଣିଛନ୍ତି ତା ଉପରେ ଆମେ ବେଶୀ ଫୋକସ କରିବା ଦରକାର ନାହିଁ କିନ୍ତୁ ମେନ୍ ଜିନିଷ ହଉଛି ତାଙ୍କର ଯୋଉ ଯାହା ସହିତ ରିଲେଟେଡ୍ ମୁଁ ଆପଣଙ୍କୁ ସେଇ ଜିନିଷ ହିଁ କେବଳ କହୁଛି କଣ କହୁଛନ୍ତି ନା ଯେତେବେଳେ ଆସିକରି ପହଞ୍ଚିଲେ କ୍ଲେର୍ଜିଙ୍କ ପାଖରେ ତାଙ୍କ ସ୍ତ୍ରୀଙ୍କ ପାଖରେ ତାଙ୍କ ବାପା ତାଙ୍କୁ ଛାଡ଼ି ଦେଇ ଆସିଲେ 3ଟା ଥିଲା ତାଙ୍କର କଣ୍ଡିସନ ଥିଲା 3ଟି ମାନେ 4ଟି କଣ୍ଡିସନ ଥିଲା ପ୍ରଥମ କଣ୍ଡିସନ ହଉଛି କଣ ଯୋଉଟା କି ଟୋଟାଲ ହଉଛି ଆଣ୍ଟି ଇଣ୍ଡିଆନ ଆଣ୍ଟି ଆରିୟନ ପ୍ରଥମ କଣ୍ଡିସନ ହଉଛି କଣ ଦେ ସୁଡ୍ ନଟ୍ ବି ଆଲାଉଡ୍ ସେ ତ କଣ କରିବେ କଣ ନାହିଁ ଜମା ତାଙ୍କୁ ଆଲାଉ ବି କରିବାକୁ ପଡିବ କଣ ସେ ଯୋଉ ପବନ ପାଣି ପବନ ଯେମିତି ଆପଣଙ୍କ ଦେହରେ ନ ଲାଗେ ଏଇଭଳିଆ କଣ୍ଡିସନ କଣ ହଉଥିଲା ପ୍ରଥମ ହଉଛି ଟୁ ମିଟ୍ ଇନ୍ ଇଣ୍ଡିଆନ ଏନି ଇଣ୍ଡିଆନ କୌଣସି ଭାରତୀୟଙ୍କ ସଂସ୍ପର୍ଶରେ ଆସିବେ ନା ତାଙ୍କୁ କୋଉଠୁ ଭେଟିବେ ନାହିଁ ପ୍ରଥମ କଥା ଦ୍ୱିତୀୟ କଥା ହଉଛି କଣ ଟୁ ନୋ ଏନିଥିଙ୍ଗ ଆବାଉଟ ଇଣ୍ଡିଆ ଭାରତରେ କଣ ଘଟୁଛି କଣ ଥିଲା କଣ ହେବା ପାଇଁ ଯାଉଛି ତା ବିଷୟରେ କିଛି କେହି କହିବେ ନା ତୃତୀୟ ହଉଛି କଣ ଆବାଉଟ ଦ ଇଣ୍ଡିଆନ କଲଚର ଭାରତୀୟ ସଂସ୍କୃତି ସଭ୍ୟତା ବିଷୟରେ କିଛି କୁହାଯିବ ନା ଏଇ 3ଟା କଣ୍ଡିସନ ଯଦି ନ କରିବ ତାହେଲେ ମୋ ପିଲାଙ୍କୁ ନେଇ ଚାଲିଯିବି ତେଣୁ କ୍ଲେର୍ଜିଙ୍କ ପାଖରେ ଛାଡ଼ି ଦିଆଯାଉଛି ତେଣୁ କଣ ରହିଲା ପରେ ତେଣୁ ସେ ସବୁ କଣ କରିବେ ଆଚ୍ଛା 3ଟା ଜିନିଷ ଯଦି ନ ଜାଣିବେ ତାହେଲେ ସେ କଣ କରିବାକୁ କହୁଥିଲା ଆକମ୍ପ୍ଲିସ୍ଡ ଇଂଲିଶ ମ୍ୟାନ ମୁଁ ୟାକୁ ନ ଜାଣିବି ମାନେ ମୁଁ କଣ ଜଙ୍ଗଲରେ ଶୋଇବି ନା ଇଂଲିଶ ମ୍ୟାନ ହେଇକରି ଆସିକରି ପହଞ୍ଚିବେ ଆକମ୍ପ୍ଲିସ୍ଡ ଇଂଲିଶ ମ୍ୟାନ ହେଇକରି ବାହାରିବେ ଅଲୱେଜ ଏଇ ଜିନିଷ ତମର ଯଦି ମୁଣ୍ଡରେ ଥାଏ ସେଇ କଣ୍ଡିସନରେ କ୍ଲେର୍ଜିଙ୍କ ପାଖରେ ସେ ଛାଡ଼ି ଦେଇକରି ଆସିକରି ପହଞ୍ଚିଲେ ଯୋଉଠି କହୁଛନ୍ତି ଫୁଲ୍ଲି ଇଂଲିଶ ସେଟିଂ ଏ ଯୋଉ ତାହାରି ଭିତରେ ପ୍ରଭୁଙ୍କର ଏବଂ ଭାଇମାନଙ୍କର ଯୋଉ 3 ଜଣ ଯାଇଥିଲେ ତାଙ୍କ ଭିତରେ ଏଡୁକେସନ ଆରମ୍ଭ ହେଲା ତାର ପରବର୍ତ୍ତୀ ଅବସ୍ଥାକୁ ଯିବା ବର୍ତ୍ତମାନ ଆମେ ଜାଣିଲେ ଇନିସିଆଲ ଫେଜ୍ ଚାଲିଗଲା ତାର ପରବର୍ତ୍ତୀ ଫେଜକୁ ଯିବା ସେକେଣ୍ଡ ଫେଜକୁ ଯିବା ସେକେଣ୍ଡ ଫେଜ୍ ହଉଛି କଣ ଯାହା ପାଖରେ ନେଇକି ଛାଡ଼ିଲେ ସିଏ ହଉଛନ୍ତି କିଏ ସେ ନା ମଞ୍ଚେଶ୍ୱରରେ ରହିଲେ ଡ୍ରିୱେଟ୍ଙ୍କ ବାଗଣ୍ଡରେ ରହିଲେ ଆରମ୍ଭ କଲେ ଆଚ୍ଛା ସେ ଯେତେବେଳେ ପଢାପଢି କଲେ ଡ୍ରିୱେଟ୍ଟା କଣ ଆପଣଙ୍କୁ କୁହାଯାଇଛି କ୍ଲେର୍ଜିମ୍ୟାନ ବୋଲିକି ଆଗରୁ ଆପଣଙ୍କୁ କୁହାଯାଇଛି ସେଇ କ୍ଲେର୍ଜିଙ୍କ ପାଖରେ ତାଙ୍କର ଛାଡ଼ିଦେଲେ ତାଙ୍କ ସ୍ତ୍ରୀ ଥିଲେ ସିଏ ସେଠୁ କଣ କଲେ ସେଇ ଯୋଉ କ୍ଲେର୍ଜିଙ୍କ ପାଖରେ ଛଡା ହେଇଥିଲା ସିଏ ସେଠୁ କଣ କଲେ ତାଙ୍କୁ ପଢେଇଲେ ଶ୍ରୀ ଅରବିନ୍ଦଙ୍କୁ ପଢେଇଲେ କଣ ନା ଇଂଲିଶ ଆଉ ଲାଟିନ ତାଙ୍କ ଘରେ ପଢେଇଲେ ଇଂଲିଶ ଆଉ ଲାଟିନ ଘରେ ପଢେଇଲେ ସେଠୁ ତାଙ୍କର ଯୋଉ ସ୍ତ୍ରୀ ଥିଲେ ସିଏ କଣ ପଢଉଥିଲେ ନା ଏରିଥମେଟିକ୍ ପଢଉଥିଲେ ହିଷ୍ଟ୍ରି ପଢୁଥିଲେ ଜିଓଗ୍ରାଫି ପଢୁଥିଲେ ଫ୍ରେଞ୍ଚ ପଢୁଥିଲେ ଘରେ ଯୋଉ 2 ଜଣଙ୍କ ପାଖରେ ଛାଡ଼ିକରି ଗଲେ କ୍ଲେର୍ଜି ନିଜେ ସେ ଯୋଉ ସ୍ୱାମୀ ଯିଏ ସିଏ ପଢଉଥିଲେ ଇଂଲିଶ ଆଉ ଲାଟିନ ତାଙ୍କର ସ୍ତ୍ରୀ ଯିଏ ଥିଲେ ସିଏ ତାଙ୍କୁ ପଢଉଥିଲେ ଏରିଥମେଟିକ୍ ହିଷ୍ଟ୍ରି ଜିଓଗ୍ରାଫି ଆଉ ଫ୍ରେଞ୍ଚ ଏଇ 4ଟା ଜିନିଷ ତାଙ୍କୁ ପଢଉଥିଲେ ତେଣୁ ଏଇ ସବୁ ଜିନିଷ ରହୁଥିଲା ଯାହା ଦ୍ୱାରା କି ଲେଖାଯାଏ ଯେ ତାଙ୍କୁ ଆଉ ସ୍କୁଲକୁ ଯିବାର ଆବଶ୍ୟକତା ନଥିଲା କାରଣ ଘରେ ତ ସବୁ ଯାକ ପଢେଇ ଦଉଛନ୍ତି ତାପରେ ଯାଇଛନ୍ତି କାରଣ ଶ୍ରୀ ଅରବିନ୍ଦଙ୍କର 14 ବର୍ଷ ଯେମିତି କହନ୍ତି ରାମଚନ୍ଦ୍ରଙ୍କର ଯେମିତି 14 ବର୍ଷ ବନବାସ ହେଇଥିଲା ଠିକ୍ ସେଇଭଳିଆ ଶ୍ରୀ ଅରବିନ୍ଦ ଲଣ୍ଡନରେ 14 ବର୍ଷ ରହିଥିଲେ ମୁଁ ଆସିବି ଟିକେ ପରେ ମୁଁ ଆସିବି 14 ବର୍ଷ ବନବାସ ସାରିକିରି ଭାରତକୁ ଫେରି ଆସିଲେ ଯେମିତି ରାମଚନ୍ଦ୍ର 14 ବର୍ଷ ବନବାସ ସରି ରାବଣ ଫାବଣ ବଦ୍ଧ କରିକିରି ଶେଷ କଣ କଲେ ଦୀପାବଳିରେ ଯେମିତି ଅଯୋଧ୍ୟା ଫେରିଥିଲେ ସେମିତି ରାମଚନ୍ଦ୍ର ଭରି 14 ବର୍ଷ ବନବାସ ଭରି ଶ୍ରୀ ଅରବିନ୍ଦ ମଧ୍ୟ 7+5+2 7+5+2 5 ବର୍ଷ ରହିଲେ ମଞ୍ଚେଷ୍ଟରରେ 7 ବର୍ଷ ରହିଲେ ଲଣ୍ଡନରେ 2 ବର୍ଷ କେମ୍ବ୍ରିଜ ଆଉ ଲଣ୍ଡନରେ ରହି 7-5-2 14 ବର୍ଷ କଟେଇକିରି ଇଣ୍ଡିଆକୁ ଫେରିଲେ ଆଚ୍ଛା ତେଣୁ ସେ ଯେତେବେଳେ ଆସିକରି ପହଞ୍ଚିଲେ ସେତେବେଳେ କଣ ହଉଛନ୍ତି ଏଇ ସବୁ ଜିନିଷ ପଢେଇ ଦେଇ ସାରିଲା ପରେ ମାନେ ଆବଶ୍ୟକତା ନଥିଲା ପଢିବା ପାଇଁ ଆପଣ କେବେ ପଢିବାକୁ ନାହିଁ ତା ପରବର୍ତ୍ତୀ ଅବସ୍ଥାରେ ପଢେଇଲେ ସେ ଅଲଗା କଥା କାହିଁକି ପଢେଇଲେ ନା ପ୍ରଭୁଙ୍କୁ ପଢେଇବ କିଏ ସେ ଯଦି ଆପଣଙ୍କ ପ୍ରଭୁଙ୍କୁ ସିଏ ଆଙ୍ଗଲେ ଯଦି ଦେଖୁଥିବେ ତାହେଲେ ତାଙ୍କୁ ପଢେଇବ କିଏ ସେ ତେଣୁ କହୁଛନ୍ତି ଅର had not need ଆବଶ୍ୟକତା ନଥିଲା ତାଙ୍କୁ ସ୍କୁଲ ପଢିବା ପାଇଁ ତାପରେ କହୁଛନ୍ତି କଣ କହୁଛନ୍ତି କହିବ କଣ କିନ୍ତୁ ଏଠି ହେଲା କଣ ବିଚିତ୍ର ଜିନିଷ ତାଙ୍କ ଭିତରେ ଡେଭଲପ କଲା ଯେତେବେଳେ ପଢିବା ଆରମ୍ଭ କଲେ ତାଙ୍କ ଭିତରେ କଣ ହେଲା ରିଡିଂ ଆଣ୍ଡ ଯୋଉ ଜିନିଷଟାକୁ ଆପଣ ପଢନ୍ତି ନାହିଁ ନର୍ମାଲି ତ ଆଜିକାଲି ତ ଲୋକ ଆଉ ପାଠ ପଢିବାକୁ ଇଚ୍ଛା କରୁନାହାନ୍ତି ମୋବାଇଲ ଯୁଗରେ ପିଲା ବର୍ତ୍ତମାନ ମୋବାଇଲ 2-3ଟା ଧରିକି ବସୁଛନ୍ତି ସେ ବର୍ତ୍ତମାନ ଆଉ ମଝିରେ ଗୋଟେ ସେ ଯୋଉ କେଫ୍କୁ ଯାଉଥିଲେ ସେଠି ଯାଇକି ବସିକି ଚଲାଉଥିଲେ ମୋବାଇଲ ଆସିଗଲା ପରେ ତ ପିଲା ଆଉ ପାଠ ପଢିବାକୁ ଇଚ୍ଛା କରୁନାହାନ୍ତି ତେଣୁ ବର୍ତ୍ତମାନ କହୁଛନ୍ତି କଣ ସେତେବେଳେ ରିଡିଂ ଆଣ୍ଡ ରିଡିଂ ଶ୍ରୀ ଅରବିନ୍ଦଙ୍କର ଯୋଉ ହାବିଟ୍ ଥିଲା 3ଟା ଜିନିଷ ରିଡିଂ ଆଣ୍ଡ ରିଡିଂ ଦ ଏନି ଟାଇମ୍ ଆଟ୍ ଅଲ୍ ଟାଇମ୍ ରିଡିଂ 24 ଘଣ୍ଟା ଯେତେବେଳେ ଦେଖିବ ଅଲ୍ ଟାଇମ୍ ମୁଁ 24 ଘଣ୍ଟା କହୁଛି ତାହା ନୁହଁ
माने एनी टाइम ऑल द टाइम बोलिक मेंशन जहाँ है आपको सेया करुँच खाली रिडिंग पढ़ुले। अच्छा से पढ़ुले कौन पढ़ुले पचारे कौन सब पढ़ुले मुझे पचारि आपण मैंने कौन पढ़ुं मुझे पचारि ना आप मो पाखे ना मुझे पचारि ना तेणु जब पचरा जाए आपण मैंने कौन पढ़ुले से पचार कहते या सब पढ़ुले प्रभु जो पढ़ुले मैंने 7 वर्ष बेले सी जाइए लंडन को पढ़ाई कौन पढ़ुले ये जन्म एपर्यंत चिंता करूँ आपण मैंने पढ़ी कि ना तेणु कौन कहते बाइबल पढ़ुले शेली को पढ़ुले जॉन कीट्स को पढ़ुले शेक्सपियर का काम पढ़ुले तेणु तापर कहते यही सब जिन पढ़ुले बाइबल कीट्स शेली शेक्सपियर एगुण सब पढ़ा आरंभ करते कहते कौन तार कहते जाऊँगी जो समय यूरोपियन कल्चर यूरोपियन सोसाइटी यूरोप जो हार्ट लिटरेचर लिटरारी हार्ट सब जहाँ था से सबू जाक से समय पढ़िक सारी देते से अराउंड के बयस हो चिंता कर 7 वर्ष बयस पिला जाइए पढ़ा आरंभ कर तार आउ टे आगू जावा आउ टे आगू जावा। अच्छा सी कौटी अच्छा ना आप जे देश जाए से फल खाई बुझीपार्टी जमी कहते सेमती जाऊँच बर्तमान रोच इंग्लैंड कौ धर्म था ख्रीस्टियानिटी कारण नाचुराली प्रेसर पड़ो कौन हो ख्रीस्टियानिटी को ग्रहण करने से ख्रीस्टियानिटी के ग्रहण करने बेले से कौन होमती कौन रिएक्शन होता है बर्तमान आपको से कथा कहते से कौन हो ड्रॉइड जहाँ जो क्लेर्जीमैन माँ थे जड़े सी श्री अरविंद को बहुत भल पाते मुझे श्री अरविंद बोलिक कहूँ क्या आप परवर्ती अवस्था मो ना आगे कंप्लेन करेंगे क्या से तो श्री अरविंद नथिले खाली श्री कटि जाए खाली ना श्री परवर्ती अवस्था जोड़ेगा किंतु आम पार्टी श्री अरविंद भर अन्य किसी बाहरी ना बोलिक मुझे कहूँ श्री अरविंद बोलिक कहूँ कि प्रथम श्री नथिला। अच्छा से सी कहते से जो ओल्ड लेडी जे ड्रुइड मदर बहुत भल पाते तापर किंतु असुविधा हूँ कौन से जो माटा हूँ फर्वेंट क्रिस्टियान माने क्रिस्टियान धर्म माने प्रचुर भाव में समर्थक माने जमी कहते ना माने कायमन वाक्य से जो तार समर्थक तापर से कहते सी वांटेड टू कन्वर्ट टू क्रिस्टियानिटी तेणु सी भाविले ये टोकाटा छुआ पिलाटा भल पाऊँ आगे कौन कर ना क्रिस्टियान कर दियो आम भी सेया करूँ आज्ञा सब जगह आम भी सेया करूँ जी जहाँ करें आम भी सेया करूँ सी भी चूड़ा चाउल धरिक बुलूँ आम भी से करूँ अर्गानाइजेशन करूँ मुझे कहवाक चाहूनी आम भी सेया करूँ किंतु पार्थक्य हूँ कौन ना से अध भाया करूँ आम टे घंटी बजेक करूँ से जाऊँगी यूनिफर्म पिंधिक रात जाऊँगी कन्वर्ट करने आम आपड़ किसी कहवा दरकार नहीं शब्द अलग कौन घंटी बजे करूँ आम से करूँ किंतु चेतनार परिवर्तन विशेष किसी होना जदि चेतनार परिवर्तन न करेंगे ताहले आप एक्जिस्ट करेंगे ना तेणु सी चाहिए कौन करने ना ग्रीव आंसियस ये छोट पिलाटा भल पिलाटाए तेणु ताकू कौन कर हिज सोल मस्ट बी सेव्ड चिंता कर देखु से समय कथा अराउंड 1880 अराउंड के 72 पर 80 वर्ष 1880 पाखापाखि से समय जो बाइबल जो बाणी थिला हिज सोल मस्ट बी सेव्ड अरे सोलटा तो सेव सोलटार कौन असुविधा अच्छी किंतु जो अच्छी धार्मिकता भितर अच्छी हिज सोल मस्ट बी सेव्ड माने क्रिस्टियानिटी ग्रहण करिया पड़िबो हेले ताको अल्लाह कौन जेसस आसबे सोल को रखा करेंगे तेणु से कहूँ आउ कौन कर जदि से तार सोल सेव हो गला तेणु ये जो ओल्ड लेडी जी थी ड्रुइड मदर जे कि श्री अरविंद को भल पाला दिस ओल्ड लेडी रेस्ट एज पीस ताकू कौन शांति मिल जहाँ अंत गोटा लोकर गोटा पिला को कौन कर माने सोल को सेव कर देछि कि से जानी कि क्रिस्टियन को कन्वर्ट कर देछि क्रिस्टियन को कन्वर्ट कर देछि बोली जानी कि एपटे कहूँ मुझे करके से जिन आपण मैंने भी सेया करूँ ना बदल घटी बजे करूना छाड़ तेणु कहते वन डे सी वेंट टू मीटिंग इन द प्रीस्ट ऑफ कौन हो गोटे हूँ क्यूम्बरलैंड बोली गोटे जगह अच्छी क्यूम्बरलैंड गोटे इंग्लैंड गोटे जगह अच्छी सेटिक से जाऊँगी गोटे मीटिंग अच्छी धर्म जाजक मान गोटे मीटिंग अच्छी से सी कौन कहते ना और क्या कहते और को धरिक सागर चलीगले से सी कौन कहते कि कहले ना मुझे कहीं नहीं जाऊँ नहीं सागर चलीगले जिते गला बेलू प्रेयर है आसला प्रेयर कामटा सरीगला कौन हो समस्ते चलीगला कई जन जो प्रार्थना करुले जो डिभोटी से कौन कले ना रहीगले यही समय श्री अरविंद फिलिंग और फिलिंग केमी होना यार तो इच्छा ना बाप माँ तो पाखे ना तो पाखे जाकि रोचे बुढ़ी भल पाँच टेकिक लेकिन जाइए समय जो प्रार्थना सरी जाऊँगी फिलिंग्सा केमी हो कहते द बॉय वाज फीलिंग कम्प्लीटली बोर्ड छोट पिलाटा नहीं प्रार्थना कर 8 वर्ष आराम से पिला तेणु चिंता कर देखु कौन हो फीलिंग बोर्ड से कौन कहते गोटे प्रीस्ट आसूची प्रीस्ट गोटे धर्म जाजक आसिक पहुँचुची
से जो ताको पचारुचंती किछि क्वेश्चन पचारुछि काहाकू ना माने हमर ओरो बोली के कहूजे श्री अरविंद लोक ओरो बोली के कहूजे हम किछि क्वेश्चन पचारुछन लिटिल ओरो तो पचारला लोक से कोन जे लेटेस्ट से आंसर करछन स्पॉन्टेनियसली एकदम एक्यूरेटली टू द पॉइंट ओरो कोन करछन आंसर कर दोछन एति के आंसर सुनि सरला पर से जो प्रीस्ट आसीथिले से तण कहउछन ही इज सेव्ड नहीं कर माँ बुढ़ी नहीं जाता कौन सोलटा को सेव करने ये तब जाकर प्रार्थना कला बोर होती सी लोक आसिक पीस्ट आसिक क्वेश्चन पचला ये आक्यूरेटली आंसर दौरान से कहते ही इज सेव्ड भगवान सेव्ड न होता कौन कर चिंता कर देखो सी कौन से जानी जहाँ हो आपण मान तेणु से तार परवर्ती अवस्था तार परवर्ती जो प्रार्थना सरीगला से प्रार्थना श्री अरविंद भाषा केमी लिखुंट मुझे प्रथम कही जो दिशा जाना आम भल एगुड़ाक जाना एति समय भर जी कही मुझे टोटाल श्री अरविंद लाइव हिस्ट्री कही सारूँ किंतु आपंकर जो दिशा जाना दरकार मुझे कहूँ प्रेयर टार कौन से श्री अरविंद कनक्लूड कर परवर्ती अवस्था से प्रीस्ट मो पाक आसिले एंड आस्क्ड मी टू प्रे मत कहले तू जा प्रार्थना कर आई वाज नॉट इन द हैबिट ऑफ प्रेइंग मोर प्रार्थना करिवार किछ अभिरुचि नथिला मोर किछ हैबिट नथिला किंतु जेनु एनीवे somehow I did in the manner in which the children recite their prayer जनगण मन जमी आप कहते जनगण मंगल जन अधिदायक जय भारत भाग्य विधाता जमी आप सब कहते जो प्रार्थना विभिन्न स्कूल में जाकर पढ़ुंट जो जमी आप कहते सेमती कहते कौन है ना सी कौन कला जमी पिला प्रार्थना करती मुझे कौन कर प्रार्थना कली तेणु कहते रिसाइड देयर प्रेयर बिफोर गोइंग टू स्लीप पिला माने जमी शोवा पूर्व जमी प्रार्थना करती मुझे कौन कली से प्लेजिंग पाखे मुझे कौन करदेली इन ऑर्डर टू कीप अप इन अपीयरेंस तेणु मुझे कली प्रार्थना कर आरंभ कली यही कथा शुणी सारा आम कौन कला तार ये तो सरीगला तार परवर्ती अवस्था से जो बुढ़ी थी जो क्लेर्जी जहाँ घर से रोला फ्रॉम चर्च टू चर्च ये चर्च सी चर्च कौन नहीं गले या बुली बुलिक स्टीयर कहते लिखुंट फेल्ट टायर्ड क्लांत हो गले किंतु जीवा इच्छा ना आउ कि कौन तापर बुझे बट कुड ही डू क्लांत हाँ न किसी सन्देह करार ना असुविधा किसी ना आउ था भी कौन अच्छी आउ तो किसी करार ना व्हाट कैन बी क्योर मस्ट बी एंड्योर्ड सुंदर लाइन टा आपको कही शुणुवे व्हाट कैन बी क्योर मस्ट बी एंड्योर्ड एमती किसी रोग अच्छी आपको जानी सारे तार किसी भल हबार किसी संभावना ना तेणु मुंडे बुलवे कौन सहीकि बुलवे कौन तेणु यार आउ किसी उपाय नहीं ना बापा माँ से ना क्या कहीपर ना कौन कर बुढ़ी नहीं चर्च चर्च जाऊँगी प्रेयर करुँची बर्तमान से कहते फीलिंग टायर्ड गेटिंग बोर्ड व्हाट कैन बी डन कौन कर एट लास्ट बैक होम इन मंचेस्टर को से कौन कर फेरी आसुँच से लिखुंट जो मंचेस्टर को फेरी आस छोट पिला अवश्य कहीपर ना प्रभु को छोट पिला कहवा भाया मो पार्टी मुझे आपण मान कथा कहूनी मो प्रযোज्य होनी शब्दटा किंतु तथापि जो आलोचना करुँच बाल्य पिला तो आलोचना करुँच तेणु छोट कहवा तो मो पाखे रास्ता ना तेणु मत करने को पड़ुଛି किंतु मो शब्द प्रযোज्य ना मत ठीक लगुना जा हो विथ ड्यू अपॉलजी से कौन कहते जो मंचेस्टर को फेरी आले बैक होम एट लास्ट बैक होम इन मंचेस्टर he escaped from the slavery कौन साल्वेशन पॉलिसी फैंसी साल्वेशन जो मुक्ति से माने सोलटा से भी जो साल्वेशन फैंसी बोली कहते शेष में मुक्ति मिलगला जहाँ हो बंचीगली तार परवर्ती अवस्था नेक्स्ट स्टेप तापर कहते कौन जो पाठ कथा कहते जो ये कहते 14 वर्षर जो पाठ पढ़ा जो कहते से केमी कौन राम वनवास संगे सामान जो 14 वर्षर कौन होता ना 5 वर्ष मंचेस्टर रहिले 7 वर्ष 5+7 लंडन में रहिले आउ जो 2 वर्ष कैम्ब्रिज आउ लंडन में रही कटिगला अच्छा से अवस्था कौन थी कौन करूला बापा पाक किसी पैसा पठाऊले टिल दैट मोमेंट बापा किसी कौन करते ना पैसा पठेवा आरंभ करते केते पैसा पठाऊले 360 पाउंड पर ईयर 360 पाउंड पर ईयर 3 पिला पठाऊले जब हिसाब करा जाए गोटाए मासकू 10 पाउंड 3 जनक तेणु गोटाए जिनस हूँ तार भितर 5 वर्ष से कटुची कौन होती ना कौन प्रकार कटिगला बर्तमान सुखर मुहूर्त गुड़ाक कटिगला सेकेंड टाइम आसिक पहुँचला आसिक कौन होता लंडन को आसिले लंडन को जो आसिक पहुँचले से बापा पैसा दवा बंद करदे अच्छा पचारे कहीं पैसा दवा बंद करदे पाखे वर्णना करा चमत्कार भाव में बना हो बापा चरित्र जो कहले ना इंग्लिश मैन एडू सड़ू जो कहते किंतु तार प्रकृति तार परवर्ती अवस्था वर्णना करमी कहते जेनरस मैन बदान्य जेनरस मैन तेणु नॉट मेयरली जेनरस एक्सटर्नाली लार्ज हार्टेड माने बड़ विशाल बड़ा दिलवाला लार्ज हार्टेड यही भाया से कौन कले
इफ हि सॉ द पोर जदि गोटा को दरिद्र गरीब लोक को देखुଥିଲେ से मेल्ट कर जाउଥିଲେ तरळी जाउଥିଲେ विथ पिटी दयारे विथ कौन होती टेंडरनेस कोमलतारे विथ कंपासन जदि किसी दरिद्र लोक देखुଥିଲେ तांका भितर कौन करूଥିଲା ना तीनटा गुण डेभलप करूଥିଲା प्रथम होउची कौन ना पिटी सेकेंड होउची टेंडरनेस थर्ड होउची कौन कंपासन तेणु जो भरी जाऊला सी से कौन करूला से जहाँ मागुले दे दौले तेणु जो दे दौला किसी हेजिटेसन भी नाला नेभर थट के भावु नथिले केबे नेभर लुक्ड बैक से भावु नथिले मो पिला पई कोन हबो कोन नै किछि भावना जे माइला ताऊ दे देले ए जो गुण सब बाहरला अनुकंपा दया करुणा ए सब जिंस बाहरला जोथि पई के कोन करचंदी कोमलता ए सब बाहरला ताऊ दे देले अच्छा तले दे देले से सब दे देला पैसा कोड आसीबो ठीक अच्छे तुम जमा जहाँ करियो कि सेपटे देख तीन तीन पिला नहीं पाठ पढ़ा छाड़ से अवस्था कौन हो तार कहते जो कहते गवर्नमेंट जॉब रे जहाँ पाऊले जो कहते कौन कुलना रंगपुर जो पास करुले सी जो कम करुले कौन करुले ना व्हेरेवर से जो कम करुले से कौन करते से दरिद्र मान कम करुले जत्न नौले तेणु लभी मन जो पैसा तो डाक्तर थे से जो पैसा गुड़ा करते मैंने लाभिशली खर्च करने आरंभ करते से कौन करते सब लोक से एरिया लोक बहुत भल पाते सी वाज वेल नोन किंतु असुविधा हूँ कौन ना हजार हजार माइल किलोमीटर दूर जो पिला माने थिले पैसा नाला से केवल दुईटा जिनस थिला गोटे हूँ पॉवर्टी आ गोटे हूँ वांट जो आप प्रभु रोते जहाँ हो से जाए पहुँचले पाखे कहीं ना साहय करा बंधु बांधव ना दूर दूर देश को पढ़ी चिंता कर देखो पाखे पैसा ना ये अवस्था से कौन कर टीचर थे ना हूँ डॉक्टर वाकर सी से कौन कले जो श्री अरविंद जो संस्पर्श आसिले सी कौन कले ना हठात देखीदे जानीदे ये हूँ अनन्य अनन्य से कौन कहते इमिडिएटली से जानीदे ब्राइट एंड क्लेवर स्टूडेंट ब्राइट एंड किए से स्टडी करुँचे से कहते ब्राइट एंड क्लेवर स्टूडेंट तार परवर्ती अवस्था कहते टू के ग्रेट इंटरेस्ट इन हिम जो नाचुराली जो हीराटा जो आसिक पाखे पड़ जाइए तेणु नाचुराली तो आपड़ केयर नवा आरंभ करेंगे कोचिंग सेंटर टाइम करेंगे गोटे मैंने भल स्टूडेंट आसी पहुँचेगा मेडिकल पाइबार संभावना अच्छे तेणु जहाँ अवस्था होती जानते मैंने सब ये होती तेणु जहाँ आसिक पहुँचले स्पेशल पर्सनाल इंटरेस्ट नवा आरंभ कले पढ़ेगा आरंभ कले अच्छा से कौन होती स्पेशल ट्रेनिंग दवा आरंभ कले आउ कौन कले केमी कौन से शीघ्र जीव भल कि पढ़ो जमी आप भल पिला गुड़ा को लेकर गोटे सेक्शन रखी था गध जाक नहीं आउ गोटे सेक्शन रखी था गध सागे जो पिलाटा पढ़ो सी गध हो तार इंटरेस्ट कमिज भल पिला भल पिलाटा सागे गध मैंने कम्पिट कर जापर ना तेणु दुईटा भर गोटे डिफरेन्स आस आरंभ कर ठीक से ये कौन तार गोटे स्पेशल रे कहीं से धरीपारे ना ये आगू बसती से कहते सी से कौन कहते लक्ष्य कले लाटिन आउ ग्रीक ये दुईटा भितर श्री अरविंद कौटा कौन अवस्था थिला ठीक अच्छे लिखाई मुझे कहूँ प्रभु कथा भगवान कथा आम आलोचना करवा आमर ये क्षुद्र मुंडे से बुद्धि ना कि से कहते कौन लाटिन रे ब्रिलियंट थे कि ग्रीक रे टिके वीक थे प्रभु लाटिन रे ब्रिलियंट थे ग्रीक रे किछिटा थे तेणु सी कौन कले बसिक ग्रीक बसिक पढ़ेगा आरंभ कले पढ़ेगा आरंभ कले तेणु तार परवर्ती अवस्था टी आगू चली जाऊँ समय तो हो गला कौन कह मतलब किसी आरंभ करू समय है ठीक अच्छे तेणु जो 5 वर्ष पढ़े अनेक प्राइज पाइबा आरंभ कले कौन केमी आरंभ बटरवर्थ प्राइज लिटरेचर पाइबा आरंभ कले बेडफोर्ड प्राइज पाइले हिस्ट्री पाइले पढ़ेगा आरंभ कले तापर कौन कले धीरे 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 पॉवर्टी आसिक पहुँचला दारिद्र्य मुझे कले चली जाऊँगी 10 मिनिट खंड बोधे आपर टाइम अच्छे 2-3 मिनिट अच्छी मुझे तथापि मैक्सिमम 10 मिनिट आप समय नौ केवल टिके टच करी से जो आसिक पहुँचले से कौन करे ना विनय मोहन जी से देखिले जो दारिद्र्य से कौन करे गोटे चाकरी करवा आरंभ कले चाकरी पाई कौन पाऊले रोजगार करुले के 5 शिलिंग्स ए वीक गोटाए पाउंड मसरे गोटाए पाउंड जहाँ को कहते तार परवर्ती अवस्था से जो इमाजिन करूँ 18 टंका अबाउट 18 रुपीज से कौन कहते पाठ सांगे सांगे प्रबल परिश्रम करी डिफिकल्ट माने सर्कमस्टांस रे किसी रोजगार करुले तार परवर्ती अवस्था कहते खाद्य कौन खाई से बंचुते जो 2 वर्ष कौन खाऊले देयर वाज नॉट इवन टू कौन हो नॉट एनफ टू इट खाया किसी नाला से कौन कर तार परवर्ती अवस्था पाखे पैसा नाला टंका हार्डली एनी मनी पाखे पैसा नाला तेणु से जो दिन में कौन खाऊले श्री अरविंद खाद्य देखो आम खाଇବା कथा चिंता कर बड़ बड़ कथा चिंता कर खाऊले कौन कौन हो ए कप ऑफ टी ए स्लाइस और 2 ब्रेड ये खाऊले कौटी ना मॉर्निंग रे एक खंडे 2 खंड खाई बसले चा कपे आफ्टरनून कौन खाऊले खाइबा तो किसी ना कप ऑफ टी गला इवनिंग रे कौन खाऊले जहाँ कहते पेनी ससेज कौन होती ससेज और सैंडविच ये खाई कौन कहते दिन रोते नो हटी डिनर
डिनर माने कौन बेस्ट मिल ऑफ द डे से जीवन के सौभाग्य केते जळ मिलिथिबो मु जानिनी से मिलि से नथिबो इन 2 लॉन्ग इयर्स 2 वर्ष भीतर गोटे भल डिनर खाइथिबे तुझे बरी ये डाउटफुल चिंता करी देखंतु आपण कोउठी अछंती विराट विराट भाषण आमे दउचंती किंतु आमे कोउठी अछनी प्रभु कोउथिले चिंता करी देखंतु नो कंप्लेन ता परे मध्ये से केबे अभियोग करी नाति काहे के वन पॉइंटली विथ ग्रेट कंसंट्रेशन ही वेंट ऑन स्टडी केवल से गोटे जिन मोर मिशन कौन विजन कौन अर्जुन को जमी चढ़ई आखि देखा जाऊला से अवस्था होता तार परवर्ती अवस्था प्रचंड शीत हुए शीत बेला को कौन है पाखे कौन नाला ना 3टा जाक जिन नाला कोल्ड कंट्रीटा विंटरटा से खाली देखो कौटी ना बरफ ही बरफ से कौन सच बाइटिंग एंड फ्रीजिंग गोल्ड थरई दौ कंपे दौ सड़ई दौ शीतई दौ जो शीत पाखे से इमाजिन करूँ ओभरकोट नाला ओभरकोट नाला होम ऑफ फायर जो निआ जलिक बस गरम हम ता भी किसी नाला टू वार्म हमसेल्फ सी नाला ता पाखे आउ कहते कौन तर रूम नाला शोया चिंता कर देखो प्रभु कौन न कर साक्रिफाइस करना आम ये केमी एंजय करूँ तार परवर्ती अवस्था सी कहते नॉट ए वर्ड ऑफ कंप्लेंट केबे कंप्लेन करना केवल पढ़ुले तार रीडिंग एंड रीडिंग एंड रीडिंग कौन पढ़ुले इंग्लिश पोएट्री एंड फिक्शन फ्रेंच लिटरेचर हिस्ट्री ऑफ यूरोप तार परवर्ती अवस्था इटालियन जर्मन स्पेनिश लिटरेचर पढ़ुले से स्कूल जाकर पढ़ुले यही सब जिन से कौन कहते क्लासिक गुला लेखिक से कौन अनेक प्राइज पाई से जो क्लासिक फॉर क्लासिक लिखापी पाई तार परवर्ती अवस्था रोचे एक्सट्रीम वन कि नाला माने पैसा किसी ना तार भर जो संघर्ष करुले से कहते श्री अरविंद गोटे निजर जहाँ लिखिं मुझे खाली गोटे आपण आगे वर्णना करुच्ची कौन कहते आई वाज सेंट टू इंग्लैंड व्हेन 7 year old जो 7 वर्ष होता मत इंग्लैंड को पठे दिगला मार मोर 2 जन भाई मो सांगे जाइए फॉर लास्ट कौन हो 8 years आमे कौन कर थ्रोन इन आवर ओन रिसोर्सेस विदाउट द कौन हो इंग्लिश पेन आमे केमिति बंचबू आमको कहीं सहायता करने को नाथिले आमे केवल निजर रिसोर्स ना आउ कौन अच्छी तेणु तार भर रही तार परवर्ती अवस्था श्री अरविंद मनमोहन कथा कहला विनय मोहन कथा कहला श्री अरविंद कौन कले ना कैंडिडेट फॉर आईसीएस से सिलेक्शन है से कौन होता कैंडिडेट आईसीएस किसी किसी कौन करूला ना पाते स्टाइपेंड पाते स्कॉलरशिप पाते सेंट पॉल से जो पैसा एम कौन करते ना चलते से होता किसी किसी सपोर्ट थिला से कहते कहते आसुँच नथिंग लेफ्ट फॉर हिमसेल्फ किसी भी पाखे ना संघर्ष करुले विथ लव व्हाट जेनरोसिटी एंड हिरोइज्म केबे भी संघर्ष करें केबे भी एमती जीवन संघर्ष देखी नथिबे किंतु जेनरोसिटी सहित आउ हार्मोनिय सहित सॉरी हिरोइज्म सहित सी कौन कहते ना संघर्ष कर तार परवर्ती अवस्था श्री अरविंद लिखुंट गोटे जन ना कहते ना हूँ प्रोथेरो GW प्रोथेरो सी श्री अरविंद गोटे लिखुं गोटे लाइन आपको कहते द मैन वाज नॉट ओनली द एबिलिटी बट कैरेक्टर सामर्थ्य जी ता नुहे चरित्र से भाया ही हैड ए हार्ड एंड एंशियस टाइम फॉर 2 years कि कष्ट डिटेल जापरूनी समय आपगला जापरूनी तेणु गला तार परवर्ती अवस्था श्री अरविंद कौन करते एट द एज ऑफ 16 वर्ष श्री अरविंद कौन कले ना लिटरेचर कौन कले ना पोएट्री लिखा आरंभ कले अच्छा पोएट्री कौन लिखिले इंग्लिश लिखिले ग्रीक लिखिले लैटिन लिखिले तार परवर्ती अवस्था कहते श्री अरविंद जहाँकि सावित्री महाकाव्य गत काली आपको शुणाई सावित्री महाकाव्य शुणी मात्र 10-20 लाइन शुणी 10-12 लाइन शुणी छाड़ू जो महान महाकाव्य बोली लिखुले जेनेरिक एपिक ग्रेट एपिक क्राउन ऑफ हिज वर्क तेणु चाहिए लिखा कहते कौन ना तार बेस हूँ कौन ना ये कविता आमर भी से कारण ये जो सावित्री पढ़ा तार पछपटे जब सत्यता कौन ना आई मैंने मत जब पचरा जाए मुझे कहि आपको गोटे जिन आपको ओरिजिनली आई एम ए पोएट ओरिजिनली आई एम ए पोएट विवासियस पोएट अंजना को पचारे जान से इतिहास टी जब आपको पार कहीदे पार 24 घंटा 20 घंटा 22 घंटा कलम मोर चलूला जहाँ भी हो ये है फास्ट फेज सेकेंड फेजटा बहुत बड़ जिन आपको खाली चुंबक कहीदे कहीदे कौन है ना सीड्स ऑफ पैट्रियोटिज्म ये तो सरीगला पाठपढ़ा से कम सरीगला केमी कौन देश प्रति केमी भक्ति आसला ना गोटे जिन जानतु
ତାଙ୍କ ବାପା ଇନ୍ ବିଟୁଇନ୍ ସେ କ'ଣ କଲେ ନା ତାଙ୍କ ପାଖକୁ ଦେଶରେ ଯାହା ଘଟୁଥିଲା ସବୁ ଯାକ କଟ୍ ନ୍ୟୁଜ୍ ପେପର କଟ୍ ଇଏ ସିଏ ନ୍ୟୁଜ୍ ମେସେଜ୍ ତାଙ୍କ ପାଖକୁ କିଛି କିଛି ପଠଉଥିଲେ କିନ୍ତୁ ପ୍ରଥମରେ କଣ୍ଡିସନ୍ କରିଥିଲେ ସେ କିଛି ଜାଣିବା ଦରକାର ନାହିଁ ପରବର୍ତ୍ତୀ ଅବସ୍ଥାରେ ସେ ସବୁ ଜାଣିଲେ ଏପଟରେ ପ୍ରଥମେ ସେ ଇଣ୍ଡିଆନ୍ ମାନଙ୍କୁ ଭଲ ପାଉନଥିଲେ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସାହାଯ୍ୟ କଲେ ଯେ ଏମିତି ସାହାଯ୍ୟ କଲେ ଗରିବ ହେଇଗଲେ ତାଙ୍କ ପିଲାଙ୍କ ପାଖକୁ ପାଠ ପଢ଼ି ପାରିଲେ ତେଣୁ ଏଠି କ'ଣ କଲେ ନା ଗ୍ଲାମର ଅଫ୍ ଦ ୱେଷ୍ଟ ତାରି ଭିତରେ ସେ ରହୁଥିଲେ ୱେଷ୍ଟର୍ଣ୍ଣ ୱେଜ୍ ଅଫ୍ ଲାଇଫ୍ କଟଉଥିଲେ ୟୁରୋପିଆନ୍ ଷ୍ଟଡିଜ୍ ତାରି ଭିତରେ ଜୀବନ କଟିଛି ୟୁରୋପିଆନ୍ କଲଚର ଭିତରେ ସେ ରହିଥିଲେ କିନ୍ତୁ ସେ ଇଣ୍ଡିଆ ବିଷୟରେ କିଛି ଜାଣିନଥିଲେ କିନ୍ତୁ ଇଣ୍ଡିଆ ବିଷୟରେ କିଛି କିଛି ତା ପରବର୍ତ୍ତୀ ଅବସ୍ଥାରେ ଜାଣିଲେ ଆଉ ତାପରେ ଶ୍ରୀ ଅରବିନ୍ଦଙ୍କ କ୍ୟାରେକ୍ଟରିଷ୍ଟିକ୍ ଯୋଉ କ୍ୟାରେକ୍ଟରକୁ ବର୍ଣ୍ଣନା କରୁଛନ୍ତି ପାୱାରଫୁଲ୍ ଯେତେବେଳେ ହେଇଥିବ ଆୱେକନିଂ ତାଙ୍କ ଯୋଉ ୟୁଥରେ ସୋ ଜେଣ୍ଟଲ ଥାଏ ସାଇଲେଣ୍ଟ ୱାଇଜ୍ ଅନହେଜିଟେଟିଂଲି ଲିଭଡ୍ ଇନଟୁ ଦ ଅଟମୋଷ୍ଟ ଡେଞ୍ଜର କେତେ ସୁନ୍ଦର ଚରିତ୍ର ମୁଁ ଜାଣିନି ପ୍ରଭୁଙ୍କୁ ଆପଣ କେମିତି ଜାଣିଛନ୍ତି କେମିତି ବୁଝିଛନ୍ତି ମୁଁ କହିପାରିବିନି ଖାଲି ଏଇଠି ଜନ୍ମ ହେଲେ ଏଠି ପଢି ଯାଇକି ନୁହେଁ ଜିନିଷଟା ଜାଣନ୍ତୁ କାରଣ ଜିନିଷ ଜାଣିବା ଦରକାର କାରଣ ପ୍ରଭୁଙ୍କୁ ବୋଲି ଯଦି ନ ଜାଣିବାର ହେଇଥାନ୍ତା ଆପଣ ତ ଏଠିକି ଆସିନଥାନ୍ତେ କିନ୍ତୁ ଯେହେତୁ ଆସିଛନ୍ତି ୟାକୁ କରିଛନ୍ତି ଅନ୍ତତଃ ଜାଣନ୍ତୁ ତାଙ୍କର ପ୍ରକୃତି ଥିଲା କ'ଣ ଜେଣ୍ଟଲ ସାଏ ସାଇଲେଣ୍ଟ ୱାଇଜ୍ ରେଡି ଟୁ ସାକ୍ରିଫାଇସ୍ ବୁଝିପାରୁଛନ୍ତି ତ ଆଉ କ'ଣ ଲଭ୍ ଫର୍ ଦ କଣ୍ଟ୍ରି କଣ୍ଟ୍ରିଜ୍ ଫ୍ରିଡମ୍ ଏଇ ସବୁ ଥିଲା ତାଙ୍କର ଚାରିତ୍ର କିନ୍ତୁ ପଢିବାକୁ ଯାଇଥିଲେ ଇଂଲିଶ ମ୍ୟାନ୍ ହେବା ପାଇଁ ଆକମ୍ପ୍ଲିସ୍ଡ ଇଂଲିଶ ମ୍ୟାନ୍ ହେବା ପାଇଁ ଯାଇଥିଲେ କାରଣ ସେଇ ସମୟରେ କ'ଣ କରୁଛନ୍ତି ସେ ଯାହା ଯୋଉଠି ହେଇଥିଲା ଇଂଲିଶ ମ୍ୟାନ୍ ତାଙ୍କୁ ସବୁ ତ ବାପା ତାଙ୍କୁ ସବୁ ପଠେଇ ଦଉଥିଲେ ଭାବୁଛନ୍ତି ତେଣୁ ତାଙ୍କ ଭିତରେ ଗୋଟିଏ ଜିନିଷ ଆସିକରି ପହଞ୍ଚିଲା ସେ କହିଲେ କ'ଣ ଟୁୱାର୍ଡସ୍ ଦ ଲିବରେସନ୍ ଅଫ୍ ଇଣ୍ଡିଆ ଥଟ୍ସ ଆଣ୍ଡ ଫିଲିଙ୍ଗସ୍ ପ୍ରଭୁଙ୍କର ଯେତେ ସେତେବେଳେ ତ ନଥିଲେ ଜଣଙ୍କର ଯୋଉ ଫିଲିଂ ଥିଲା ଟୁୱାର୍ଡସ୍ ଦ ଲିବରେସନ୍ ଅଫ୍ ଇଣ୍ଡିଆ ସେଥିପାଇଁ ତାଙ୍କ ମୁଣ୍ଡରେ ଏଇସବୁ ଜିନିଷ ଆସିଲା ଆଉ ତାର ପରବର୍ତ୍ତୀ ଅବସ୍ଥାରେ ଆସିଲା କ'ଣ ନା ସିଡ୍ସ ଅଫ୍ ପେଟ୍ରିଓଟିଜିମ୍ ଦେଶ ପ୍ରେମର ଭାବ ତାଙ୍କ ଭିତରେ କ'ଣ ଉଦ୍ରେକ ହେଇଛି କୋଉଠି ନା ସେଠି ଥିଲା ବେଟରେ ଏସବୁ ଜିନିଷ ଉଦ୍ରେକ ହେଲା ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ତାଙ୍କ ଭିତରେ ଗୋଟେ ଏକ୍ସପିରିଏନ୍ସ ଆସିଲା ବିଭିନ୍ନ ପ୍ରକାର ଏକ୍ସପିରିଏନ୍ସ ବିଭିନ୍ନ ପ୍ରକାର ଫିଲିଙ୍ଗସ୍ ତାର ଇଏରେ କହୁଛନ୍ତି କ'ଣ ଇମ୍ପ୍ରେସନ୍ ଏମିତିକା ଶବ୍ଦ ଆପଣ ଶୁଣିଥିବେ ଶ୍ରୀ ଅରବିନ୍ଦଙ୍କର ଗୋଟାଏ ଜିନିଷ ଆସିଲା ସେତେବେଳେ ଦାର୍ଜିଲିଂରେ ଥିଲେ ଇନସିଡେଣ୍ଟ ଗୋଟେ ଦାର୍ଜିଲିଂରେ ଘଟିଥିଲା କ'ଣ ଆଇ ୱାଜ୍ ଲାଇଂ ଡାଉନ୍ ୱାନ୍ ଡେ ଗୋଟେ ଦିନ ଶୋଇକି ରହିଥାଏ ସଡନଲି ମୁଁ ଦେଖୁଛି ଗ୍ରେଟ୍ ଡାର୍କନେସ୍ ରସିଂ ଇନ୍ ଟୁ ମି ଗୋଟେ ବିରାଟ ଘନ ଅନ୍ଧକାର ମୋ ଭିତରକୁ ପ୍ରବେଶ କରି ଯାଉଛି ଏନଭଲପିଂ ମତେ ଘୋଡେଇ ଦଉଛି ଆଣ୍ଡ ହୋଲ୍ ୟୁନିଭର୍ସକୁ ଘୋଡେଇ ଦଉଛି ଏଇ ଯୋଉ ଗ୍ରେଟ୍ ତାମସ ଯାହାକୁ କହୁଛନ୍ତି ସେ କ'ଣ କଲା ନା ଅନେକ ଦିନ ପର୍ଯ୍ୟନ୍ତ ରହିଲା ଇଭିନ୍ ଯେତେବେଳେ ମୁଁ ଇଂଲଣ୍ଡରେ ରହୁଥିଲି ମଧ୍ୟ ସେ ରହିଲା ତାର କହୁଛ ଏଇ ଯୋଉ ଡାର୍କନେସ୍ ସମଥିଙ୍ଗ ଟୁ ଡୁ ୱିଥ୍ ଦ ତାମସ ଏଇ ଯୋଉ ତାମସ ସେ ରହିଲା ଯେପର୍ଯ୍ୟନ୍ତ ମୁଁ ଯେତେବେଳେ ଫେରିଲି ଆଉ ଯେତେବେଳେ ଗଲା କେତେବେଳେ ନା ଯେତେବେଳେ ମୁଁ କ'ଣ କଲି ନା ଘରକୁ ମାନେ ଇଣ୍ଡିଆକୁ ଫେରି ଆସିଲି ସେଇ ପର୍ଯ୍ୟନ୍ତ ରହିଲା ତାପରେ ସେକେଣ୍ଡରେ କହୁଛନ୍ତି ଗୋଟେ ଇମ୍ପ୍ରେସନ୍ ତାଙ୍କ ଭିତରେ ଡେଭଲପ୍ କଲା ଆଟ୍ ଦ ଏଜ୍ ଅଫ୍ 11 ବର୍ଷ ଯେତେବେଳେ ତାଙ୍କୁ ହେଇଥିଲା ସେତେବେଳେ ସେ କ'ଣ କରୁଥିଲେ ଗୋଟେ ଷ୍ଟ୍ରଙ୍ଗ ଇମ୍ପ୍ରେସନ୍ ସେ ପାଉଥିଲେ ଏ ପିରିୟଡ୍ ଅଫ୍ ଜେନେରାଲ ଅପିଭାଲ ଆଣ୍ଡ ରିଭଲ୍ୟୁସନାରୀ ଚେଞ୍ଜ ତାଙ୍କ ଭିତରେ ଆସୁଥିଲା ଇଏ କହୁଛି ନା ଇନ୍ ଦ ପୃଥିବୀରେ ଗୋଟେ ବିରାଟ ପରିବର୍ତ୍ତନ ହେଉଛି ରିଭଲ୍ୟୁସନାରୀ ଚେଞ୍ଜ ହେଉଛି ଆଉ ସେଥିରେ ସେ ଦେଖୁଛନ୍ତି କ'ଣ ଡେଷ୍ଟିନ୍ ଟୁ ଟେକ୍ ପାର୍ଟ ପୃଥିବୀର ଗୋଟେ ଆମୂଳଚୂଳ ପରିବର୍ତ୍ତନ ବିରାଟ ପରିବର୍ତ୍ତନ ହେଉଛି ସେଥିରେ ସେ କ'ଣ କହୁଛନ୍ତି ଡେଷ୍ଟିନ୍ ଟୁ ଟେକ୍ ପାର୍ଟ ସେଥିରେ ଅଂଶଗ୍ରହଣ କରିବା ପାଇଁ ବାଧ୍ୟ ନିୟତି ନିର୍ଦ୍ଧାରିତ ହୋଇଛନ୍ତି ତାପରେ ଆଉ ଗୋଟେ ଇମ୍ପ୍ରେସନ୍ ତାଙ୍କ ଭିତରେ ଆସି ପହଞ୍ଚିଥିଲା ଯୋଉଟା ହଉଛି ଇନର ଚେଞ୍ଜ ତାଙ୍କ ଭିତରେ ଗୋଟେ ଆନ୍ତ ପରିବର୍ତ୍ତନ ହଉଥିଲା ସେତେବେଳେ ତାଙ୍କର ବୟସ ହେଇଥାଏ କେତେ ନା 13 ବର୍ଷ 11 ବର୍ଷରେ ଫାଷ୍ଟ ଇମ୍ପ୍ରେସନ୍ ଆସିଥିଲା 13 ଭିତରେ ଆସିକି ପହଞ୍ଚିଥିଲା ସେ ଭାବୁଥିଲେ ଆଇ ୱାଜ୍ ସେଲ୍ଫିଶ୍ କ'ଣ କହୁଛନ୍ତି ନା ଆଇ ଆମ୍ ସେଲ୍ଫିଶ୍ ବୋଲି ସେ କହୁଛନ୍ତି ତେଣୁ ମୋ ଭିତରେ ଗୋଟେ ସେଲ୍ଫିଶନେସ୍ ଡେଭଲପ୍ କରୁଥିଲା ତାର ପରବର୍ତ୍ତୀ ଅବସ୍ଥାରେ ସେ ଲେଖୁଛନ୍ତି ଆଣ୍ଡ ଫେଲ୍ଟ ଫ୍ରମ୍ ୱିଦିନ୍ ସେ ଅନୁଭବ କରୁଛନ୍ତି ତେଣୁ ଯେତେବେଳେ ଯେ ମୁଁ ଗେଭ୍ ଅପ୍ ଅଲ୍ ଦ ସେଲ୍ଫିଶନେସ୍ ତାକୁ କ'ଣ କହୁଛନ୍ତି ଛାଡ଼ି ଦେଉଛନ୍ତି ରିଜଲ୍ଭ କରୁଛନ୍ତି ଏଇ ଯୋଉ ସେଲ୍ଫିଶନେସ୍ ମୁଁ ସେଲ୍ଫିଶ୍ ହେଇଯାଉଛି ମୁଁ କ'ଣ କରିବି ୟାକୁ ଛାଡ଼ିଦେବି କ'ଣ କରିବି ଆଣ୍ଡ କମେନ୍ସ ଇନ୍ ପ୍ରାକ୍ଟିସ୍ ତାକୁ ଛାଡ଼ିଦେବା ଆରମ୍ଭ କରିବି ଆଉ ଫ୍ରମ୍ ଅନୱାର୍ଡ ତାପରେ ଲାଇଫ୍ ୱାଜ୍ କମ୍ପ୍ଲିଟଲି ଚେଞ୍ଜ ତାଙ୍କ ଜୀବନର ଧାରା ଇଏ କ'ଣ କଲା ନା ଧୀରେ ଧୀରେ କ'ଣ କଲା ନା ବଦଳିବା ଆରମ୍ଭ କଲା ସେଇ ଯୋଉ ଜିନିଷକୁ ଧରିକି ସେ କ'ଣ କଲେ ଚିନ୍ତା କରି ଆରମ୍ଭ କଲେ ତାର ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ କେମ୍ବ୍ରିଜରେ ପଢିଲେ ସେତିକିବେଳେ ଆପଣ ଦେଖୁଥିବେ ଗ୍ରାଜୁଏସନ୍ BA ଡିଗ୍ରୀ ବୋଲିକି ଆରମ୍ଭ କଲେ ସେ ଡିଗ୍ରୀର ସ୍ପେଶିଆଲିଟି ଥିଲା 3 ବର୍ଷ କିନ୍ତୁ 2 ବର୍ଷ ଭିତରେ ତାକୁ କ'ଣ କଲେ ନା ପଢିକିରି ସାରିଲେ ତାର ପରବର୍ତ୍ତୀ ଅବସ୍ଥାରେ ଆପଣଙ୍କର ସମୟ ହେଇଗଲାଣି ସେ ଯୋଉ ଥିଲେ ଦିଟା ଯୋଉ ଅନୁଷ୍ଠାନ ଥିଲା ଯୋଉ ମଜଲିସ୍ ଆଉ ଗୋଟେ ଥିଲା ଲୋଟସ୍ ଆଣ୍ଡ ଡ୍ରାଗର ତାର ସେ ଥିଲେ କ'ଣ ନା ମେମ୍ବର ତାର ପରବର୍ତ୍ତୀ ଅବସ୍ଥାରେ ICS କଥା ଆପଣ ଜାଣିଛନ୍ତି ସେ ICS କୁ ଯେତେବେଳେ ଛାଡ଼ିଲେ ସେତେବେଳେ ସେ କହୁଛନ୍ତି କ'ଣ କହୁଛନ୍ତି ଆଇ ଆପିୟର୍ଡ ଫର୍ ICS ମୁଁ ଦେଲି କିନ୍ତୁ ମୁଁ ସେତେବେଳେ ମୁଁ ଜାଣିନଥିଲି ମାନେ ମୋ ବାପା ମୋତେ କହିଥିଲେ ବୋଲି ଇଚ୍ଛା କରୁଥିଲେ ବୋଲି ମୁଁ ପରୀକ୍ଷା ଦେଇଥିଲି କିନ୍ତୁ ମୁଁ ଆଇ ୱାଜ୍ ଟୁ ୟଙ୍ଗ ଟୁ ଅଣ୍ଡରଷ୍ଟାଣ୍ଡ ମୁଁ ଏତେ ଛୋଟ ପିଲା ହେଇଥିଲି
पिला होइतली मु से कोन जिंसटा मु किछि बुझी पारु नतली ता परवर्ती अवस्था मु तले जानिली की प्रकार चाकरी की प्रकार जिंस एई सब जिंस जानि सल्ला परे ता परे मु जानिले एटा एडमिनिस्ट्रेटर जॉब को मु जमा भल पाउ नतली मोर इंटरेस्ट थिला कोठी ना पोएट्री रे लिटरेचर रे लैंग्वेज रे एवं पैट्रियोटिक स्टडी रे मु तनो चिंता करथले तनो मोर सब जिंस करिबार नथिला तार परवर्ती अवस्था कहते जिते आईसीएस टाक प्रथम जमी कहली आईसीएस परीक्षा घोड़ा चढ़ा को जो चांस दिगला से आसिक पहुँचले जो परीक्षा को नदेक से पलि आसिले से कौन कर डेलीबरेटली मिसिंग द ट्रेन टाक जाणी मिस करदे करुले कौन वांडरिंग थ्रू लंडन स्ट्रीट जाकर बुलाबुली करुले घर को फेरिले लेट्रे फेरिले ठू लेट आसिक पहुँची सारा आसिक पहुँचले घरे आसिक पहुँचले पहुँचिक कौन कर बड़ भाई विनय को कहते हसी हसिक I am chucked out. I am chucked out. सेतबेले भाई कहते हसी हसिक विथ ए फिलोसफिकल एयर कहते व्हाट डज इट मैटर कम लेट अस प्ले कार्ड्स चला ताश खेलिबा किछि असुविधा नाही किंतु तार ये होचंती विनय भूषण सहित मनमोहन को जतबेले कहबा आरंभ कले ए न्यूज दे साला परे किछि समय मन माने कोन कहते से टिके नीरव रही जाउचंती सेट इट हाउ जेमिति कहते नीरव रहउचंती जेमिति कोन जेमिति स्वर्ग खसी पडुची आज जो हवन आज फलन तापर से कहउचंती आस स्मार्ट स्मोकिंग एंड प्लेइंग कार्ड्स छाड़ू तापर गाई कुआड़ पाखे चाकरी कर जो अवस्था आसिक पहुँचला 200 टंका पर मंथ जो जड़े नेगोसीएट कले से आसिक जॉइन करेंगे से फेरी न था से गाई कुआड़ कहते मुझे कौन कर 200 टंका चाकरी मुझे किणी कौन ना कोहिनूर गोटा विराट कोहिनूर हीरा को मात्र 200 टंका किणी बोलिक से खुशी होती जहाँ हो तार परवर्ती अवस्था गोटे सैड एक्सीडेंट जो कैटरेज से आसवा कथा से आसिले ना तेणु खबर मिलता बापा को सेटा एक्सीडेंट होगला माने कौन हो कोस्ट ऑफ पर्तुगाल तेणु बापा शुणिले बोधे पिला नथी कौन कला मरीगल माने सी कौन कले सांगे सांगे कौन होती मरीगले चलीगला जो तार परवर्ती आसिक पहुँचले जमी राम राम कहीकि जमी दशरथ चली जाते सेमती अर कहीकि कौन कर बापा प्राण छाड़गला तापर इंडिया आसिक पहुँचुते परवर्ती कैटरेज आसिक पहुँची फेब्रुआरी 1893 आसिक पहुँचुंट दुख भी लगे बापा लाई मदरलैंड प्रेम जागृत है भर जो एक्सपीरियंस आसी से जो अनुभव करुँच कौन जो आसिक पहुँचले बम्बे आसिक पहुँचले भर देखते गोटे अनंत अफुरंत पीस शांतिर विराजमान है से शांति जो विराम भास्ट काम डिसेंडेड अपन हिम गोटे विशाल शांति आसला आप लोक बंधर जाकर ओह्लैबा आरंभ कले डीप पीस सराउंड को घेरिक रही लंग मंथ्स आफ्टरवर्ड्स अनेक वर्ष पर्यंत से लगिक रहा यही होता गोटे स्पिरिचुअल एक्सपीरियंस इट केम ऑल अनमास्क्ड माने एटा रुचिक्रिया आसुनथला पूरा एकदम स्पॉन्टेनियसली से शांति आसुला से एक्सपीरियंस होता मेनी अनादर एमती सब आसुला इनफिनिटी एंड भास्ट एंड भेरिड यही भाया सब एक्सपीरियंस पाक आसुला तार परवर्ती अवस्था कहते दिस वाज द ऑस्पिशियस बिगिनिंग ऑफ हिज लॉन्ग स्पिरिचुअल लाइफ कहा जाई पारे धरी निया जाई पारे आपण माने धरी नियंतु बुझी नियंतु जो भलिया बुझंतु ना काहेकि तांकर जो अंत आध्यात्मिक जीवन जो जीवन तार मात्र एठू अयमारंभ हैला अर्थात गोटे मंजीटीए पोता हला सेही भली आमे माने सेही होचंदी सुयोग्य संतान अंततः प्रभु को पढ़ा को शुणा को बुझा को टिके चेष्टा करुचंती तेणु जन्म मासर हार्दिक शुभकामना आपणकर चलापथ कुसुमित हो परवर्ती अवस्था पुनर्बार भेटिबा वंदे मातरम हैप्पी फ्रेंडशिप डे थैंक यू धन्यवाद श्री अरविंद इतिहासर अंतर्भुक्त नुहंती से इतिहासर संपूर्ण बाहरे और ताहार संपूर्ण ऊर्ध्वरे जेते थर प्रभुंकर जीवनी आलोचना होईछि माँ प्रभुंकर आशीषरु भाईंक परी बाग्मी वक्ता जेतबळे एही आध्यात्मिक स्रोतरे सामिल हो जाती सेतबळे ए पथ आहुरी सरस सुंदर बुझिबा बुझेइबा एवं धारण करिबा एही प्रक्रियाटी आहुरी सुंदर होई उठे भाईंकर अनन्य आलोचना भाई को अशेष धन्यवाद माँ प्रभुंकर चरण कमल एतिकी निवेदन आगामी दिन मानकरे भाईंक ठरु आमे एहिपरि जीवन उपयोगी वास्तव धर्मी आलोचना मान शुणिबार
ସୁଯୋଗ ପାଉ। ଧନ୍ୟବାଦ ଭାଇ। ମା ଭାଇ ଏହି ସ୍ୱଳ୍ପ ସମୟ ଭିତରେ ପ୍ରଭୁଙ୍କର ଜନ୍ମ, ପିତାମାତା, ବାଲ୍ୟ ଶିକ୍ଷାର ଯେଉଁ ବ୍ୟବସ୍ଥା, ମ୍ୟାଞ୍ଚେଷ୍ଟରର ଡୁଏଟ୍ ପରିବାର, ଲଣ୍ଡନ ସ୍କୁଲରେ ଦାରିଦ୍ର୍ୟର ପୀଡ଼ନ, ଦେଶପ୍ରେମର ବୀଜ ବପନ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେ ମୁହୂର୍ତ୍ତମାନ, ଲଣ୍ଡନରେ ICSର ପରୀକ୍ଷା, ବଙ୍ଗଳା ବର୍ଣ୍ଣ ପରିଚୟ, ପୁଣି ଭାରତକୁ ପ୍ରତ୍ୟାବର୍ତ୍ତନ, ଏତେ ଅନନ୍ୟ ଭାବରେ ଆପଣଙ୍କର ଉପସ୍ଥାପନା ଥିଲା। ଆମେ ଜୀବନୀ ମାତ୍ର ସବୁ ବର୍ଷର ଏହି ଦିବ୍ୟ ମାସ ମାନଙ୍କରେ ଆମେ ଆଲୋଚନା ହୁଏ, କିନ୍ତୁ ଯେତେ ଥର ଏହି ଆଲୋଚନା ଅନ୍ତର୍ଭୁକ୍ତ ସବୁ ପ୍ରଭୁଙ୍କର ଜୀବନୀ ଆଲୋଚନା ହୁଏ, ସବୁ ସମୟରେ କିଛି ନୂଆ ଜାଣିବାକୁ ମିଳେ। ତେଣୁ କିଛି ଆବିଷ୍କାର କରିବାକୁ ପଡେ, କିଛି ଫ୍ୟାକ୍ଟ। ତେଣୁ ଭାଇଙ୍କୁ ଧନ୍ୟବାଦ। ମାଙ୍କର ଅପାର କୃପା କରୁଣା ଆପଣଙ୍କ ଉପରେ ସଦାସର୍ବଦା ଥାଉ। ଆଜି ଆଲୋଚନା ପରେ ଏହି ଆଲୋଚନା ବିଶେଷ କାର୍ଯ୍ୟକ୍ରମକୁ ମା ପ୍ରଭୁଙ୍କର ଚରଣ କମଳରେ ନିବେଦନ ସ୍ୱରୂପ ଆମେ ଭକ୍ତିଭରା ନୈବେଦ୍ୟ ଅର୍ପଣ କରିବା। ଏବଂ ସେଥି ହେତୁ ଆମ ସହିତ ରହିଛନ୍ତି ଶକୁନ୍ତଳା ଆପା, ଶକୁନ୍ତଳା ମହାରଣା ଆପା, ଯିଏ କେଉଁଝରରୁ ଜଏନ୍ କରିଛନ୍ତି। ଅପାଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ, ପ୍ରଣାମ ଅପା, ଆପଣଙ୍କ କଣ୍ଠରୁ। ପ୍ରଣାମ। ଆଜିର ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ଅପା ଭାଇଙ୍କୁ ମୋର ପ୍ରଣାମ। ଶ୍ରୀ ଅରବିନ୍ଦ ସହସ୍ର ଦିବାକର ପରମ ସିଦ୍ଧ ଯୋଗେଶ୍ୱର, तव स्मरणे जलस्य ज्योति दिव्यानंद परावर। श्री अरविंद सहस्र दिवाकर परम सिद्ध जोगेश्वर, तव स्मरणे जलस्य ज्योति दिव्यानंद परावर। नयन तुम हुए प्रकाश, सृष्टिर लय स्थिति, अंतर्याम हुए जाग्रत, दिव्य एक अभिव्यक्ति। तुमे अनंत कालातीत भास्वरा परात्पर। श्री अरविंद सहस्र दिवाकर परम सिद्ध जोगेश्वर, तव स्मरणे जलस्य ज्योति दिव्यानंद परावर। तुम्हें ही प्रेम, तुम्हें ही शांति, तुम्हें सबूर कारण। तुमारी पाई व्याकुल सारा उद्वेलित
तुम्हें ही प्रेम तुम्हें ही शांति तुम्हें सबूर कारण तुमरी पाई व्याकुल सारा उद्वेलित मन प्राण जीवन होइछे धन्य तुमे तुलन तुमर प्रियरविंद सहस्र दिवाकर परम सिद्ध जगेश्वर तव स्मरणे झलस्य ज्योति दिव्यानंद परावर श्रीअरविंद सहस्र दिवाकर परम सिद्ध जगेश्वर परम सिद्ध जगेश्वर। वंदे मातरम। धन्यवाद अप्पा माँ। मोर ए अप्राप्त वयस्क मन तुमको बांधी थिला दिने एक जामितिक सूत्र मो कल्पनार इलाकारे महाविश्व थिला एक वृत्त तुमे थिल तार नाभि केन्द्र पृथ्वीटा प्रेतखंड एवं ता चापरे मु थिली एक क्षुद्र बिंदु दैर्घ्य प्रस्थ उच्चता विहीन से दिन मो मनटा अज्ञानतारे होइथिला आनंदरे प्लावित कारण तुम मो मध्य दूरता थिला एक व्यासार्थ मात्र अथच सूत्र सब मोर भूल होई गला जेबे मु जानिली सहस्र आलोक वर्ष से व्यासार्धर लंब से वृत्तटा सीमाहीन परिधि विहीन आउ तुमे निराकार अप्रेमय परात्पर ब्रह्म जहा मनमय जगत ठारू अनेक ऊर्ध्वरे जहा मोर मनमय जगतरु अनेक ऊर्ध्वरे परात्पर ब्रह्म। आज कार्यक्रम को एठी सांग करिवार समय उपनीत। आज आमे जानिचे आज बंधुतार दिवस तेणु प्रभु बंधुत्व उपरे जो बाणीटी कहिसेंती ताको आमे पढ़िबा एवं ताहा सहित आमे कार्यक्रम को सांग करिबा मा नाम जप करी। Our yoga is not an ascetic yoga. It aims at purity, but not at cold austerity. Friendship and love are indispensable in the notes to which we aspire.